ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 7। ଗୌଡ଼ର ଶାସକ ଇଖତିୟାଦୁଦ୍ଦିନ ୟୁଜବେକଙ୍କ ସହ ଅହରହ ସଂଘର୍ଷ ଲାଗି ରହିଥାଏ। ଓଡ଼ିଶାର ଉତ୍ତର ସୀମାରେ ଅବସ୍ଥିତ ଅମର୍ଦନ ଦୁର୍ଗ ପର୍ଯ୍ୟନ୍ତ ମୁସଲମାନ ସେନା ଅଗ୍ରସର ହୋଇ ଆସିଛନ୍ତି। ୟୁଜବେକ ଦିଲ୍ଲୀରୁ ସାହାଯ୍ୟ ଲୋଡ଼ିଲା। ପ୍ରବଳ ପରାକ୍ରମୀ ରାଜା ନରସିଂହ ଏବଂ ଦେଶପ୍ରାଣ ଉତ୍କଳୀୟ ସେନାଙ୍କର ଅସୀମ ବୀରତ୍ୱରେ ମୁସଲମାନ ସେନା ସଶସ୍ତ୍ର ପଛଘୁଞ୍ଚା ଦେବାକୁ ଆରମ୍ଭ କଲେଣି। ଦେଶର ଏମିତି ସଙ୍କଟମୟ ପରିସ୍ଥିତିରେ ରାଜା ନରସିଂହ ଯୁଦ୍ଧକ୍ଷେତ୍ରରୁ ଫେରିଆସି ରାଣୀ ସୀତାଦେବୀଙ୍କ ସହ ରାଜକୀୟ ବିଳାସରେ ହଜିଯାଇ ପାରନ୍ତି ନାହିଁ। ଏଣେ ଜଗତ ବିଖ୍ୟାତ ସୂର୍ଯ୍ୟ ମନ୍ଦିର କାର୍ଯ୍ୟ ଆଗେଇ ଚାଲିଥାଏ। ତେଣେ ଅନୁଗତ ପାଇକ ସେନାଗଣ ରାଜାଙ୍କର ଆହ୍ୱାନରେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥାନ୍ତି। ଏଣେ 1200 ଶିଳ୍ପୀ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ହଜାର ହଜାର ରାଜ୍ୟବାସୀ ଗୃହଛଡ଼ା ହୋଇ ରାଜ୍ୟ କାର୍ଯ୍ୟରେ ମନପ୍ରାଣ ଢାଳି ଦେଇଥାନ୍ତି। ରାଜା ଯୁଦ୍ଧକ୍ଷେତ୍ରରୁ ଫେରି ମନ୍ଦିର ନିର୍ମାଣ କାର୍ଯ୍ୟ ଟିକିନିଖି ତଦାରଖ କରନ୍ତି। ରାତ୍ରି ନିର୍ଜନ ହେଲେ ଛଦ୍ମବେଶୀ ରାଜା ପ୍ରଜାମାନଙ୍କର ପ୍ରକୃତ ସୁଖ ଦୁଃଖର ବିବରଣୀ ସଂଗ୍ରହ ପାଇଁ ଏକା ଏକା ଅନ୍ଧାରି ବିଜେ କରନ୍ତି। କେତେବେଳେ ଦଣ୍ଡପାଣି, କେତେବେଳେ ଗ୍ରାମଭଟ୍ଟ, କେତେବେଳେ ବା କୌଣସି ଗ୍ରାମିକ, ପୁଣି କେତେବେଳେ ସୈନିକ ବା ଅଜଣା ପଥଚାରୀ ଭାବରେ ରାଜା ରାତ୍ରିରେ ଏଣେତେଣେ ବିଚରଣ କରନ୍ତି। ପ୍ରଜାମାନଙ୍କର ସୁଖ ଦୁଃଖର ପ୍ରକୃତ ତଥ୍ୟ ସଂଗ୍ରହ କରି ରାଜା ସବୁ ସମସ୍ୟାର ନ୍ୟାୟୋଚିତ ସମାଧାନ କରିଦିଅନ୍ତି। ରାଜ୍ୟରେ ଦୁଃଖ ନଥାଏ, ଅସନ୍ତୋଷ ନଥାଏ, ଚୋରି ଡକାୟତି ନଥାଏ। କେବେ କେମିତି ଅନୁପ୍ରବେଶକାରୀ ମୁସଲମାନ ସୈନ୍ୟମାନେ ନାନା ଉତ୍ପାତ ପାଇଁ ପ୍ରବେଶ କରୁଥିଲେ ମଧ୍ୟ ସଜାଗ ସୀମାନ୍ତରକ୍ଷୀ ସୈନିକ ଏବଂ ଦଣ୍ଡପାଣୀମାନେ ସେମାନଙ୍କର ଉପଯୁକ୍ତ ଶାସ୍ତି ବିଧାନ କରୁଥାନ୍ତି। ରାଜା ଏବଂ ପାଇକମାନଙ୍କର ବାହୁବଳ ଉପରେ ରାଜ୍ୟବାସୀଙ୍କର ଆସ୍ଥା ଥାଏ। ତେଣୁ ସେମାନେ ନିରୁଶଙ୍କ ଜୀବନଯାପନ କରୁଥାନ୍ତି। ଚନ୍ଦ୍ରପକ୍ଷ ରାତି। ଉଜ୍ଜଳ ଜ୍ୟୋତ୍ସ୍ନାଲୋକରେ ରାତିର ରଙ୍ଗଭରା ଫୁଲଗୁଡ଼ାକ ବି ପତ୍ର ଗହଳରେ ବାରି ହୋଇ ଦିଶୁଥାନ୍ତି। ରାଜା ପୁରୋହିତ ବେଶରେ ଅନ୍ଧାରି ବିଜେ କରିଥାନ୍ତି। କୌଣସି ଜନପଦ ଆରମ୍ଭ ହେଲେ ରାଜା ନିଜର ଅଶ୍ୱକୁ ଗ୍ରାମସୀମାରେ ଲୋକ ଲୋଚନ ଆଢ଼ୁଆଳରେ ବାନ୍ଧିଦେଇ ଚାଲି ଚାଲି ଗ୍ରାମ ଭିତରେ ପ୍ରବେଶ କରନ୍ତି। ସୌମ୍ୟକାନ୍ତି ପୁରୁଷ ଯୁବକ ପୁରୋହିତ ଗ୍ରାମସୀମାରେ ଅଶ୍ୱ ରଖି ଜ୍ୟୋତ୍ସ୍ନା ରାତିରେ ଗ୍ରାମର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥାନ୍ତି। ଗ୍ରାମର ଉଦ୍ୟାନରେ ବାସମତୀ ଫୁଲର ସଭା ବସିଥାଏ। ପୁରୋହିତ ଧୀରେ ଧୀରେ ଚାଲୁଥାନ୍ତି। ସାରାଦିନର କର୍ମ କ୍ଳାନ୍ତିରେ ଭାରାକ୍ରାନ୍ତ ମନ ସ୍ନିଗ୍ଧ ହୋଇ ଆସୁଥାଏ। ପିଣ୍ଡାରେ ବସି ବୁଢ଼ାଟିଏ ପ୍ରଭୁଙ୍କର ନାମ ନେଉଥାଏ। ପୁରୋହିତ କିଛି ସମୟ ଠିଆ ହେଲେ ବୁଢ଼ା ଆଖି ଖୋଲିବାରୁ ପୁରୋହିତ ପଚାରିଲେ, ଗ୍ରାମର ସବୁ ମଙ୍ଗଳ ମହାଶୟ? ବୁଢ଼ା ପୁରୋହିତଙ୍କୁ ସଶ୍ରଦ୍ଧ ଦୃଷ୍ଟିରେ ଚାହିଁ ପ୍ରଶ୍ନ କଲା, ତମେ କେଉଁ ଗାଁର ମଣିଷ? ତମକୁ ତ ମୁଁ କେବେ ଦେଖି ନାହିଁ। ମୋ ଆଖିକୁ ଭଲ କରି ଦୁଶୁନାହିଁ ପୁଅ। ପୁରୋହିତ ଅଳ୍ପ ହସି କହିଲେ, ଏ ଗାଁରେ ନୂଆ କରି ବନ୍ଧୁ ବାନ୍ଧିବାର ପ୍ରସ୍ତାବ ଅଛି, ତେଣୁ ଆସିଥିଲି। ମୁଁ ଜଗନ୍ନାଥଙ୍କର ଜଣେ ସେବକ। ଏ ଗ୍ରାମର ସବୁ ମଙ୍ଗଳ ତ? ରାଜାଙ୍କ କୃପାରୁ ସବୁ ମଙ୍ଗଳ। ସମସ୍ତେ ସୁଖ ଶାନ୍ତିରେ କାଳ କାଟୁଛନ୍ତି। ଯେଉଁ ରାଜ୍ୟରେ ସମସ୍ତଙ୍କର ଗୁହାରି ଶୁଣିବା ପାଇଁ ରାଜା କର୍ଣ୍ଣଡେରି ରହିଛନ୍ତି, ସେଠି ଆଉ ଦୁଃଖ କ'ଣ? ବୁଢ଼ା ପରମ ଆନନ୍ଦରେ କହିଲା। ପୁରୋହିତ ଦୁଇ ହାତ ଯୋଡ଼ି ଶୂନ୍ୟକୁ ପ୍ରଣାମ ଜଣାଇଲେ ଏବଂ ଶାନ୍ତ ଭାବରେ କହିଲେ, ରାଜାଙ୍କର କୃପା ନୁହେଁ ମହାଶୟ, ଜଗନ୍ନାଥଙ୍କର କୃପା ବୋଲି କହନ୍ତୁ। ରାଜା କିଏ? ସେ ତ ଜଗନ୍ନାଥଙ୍କର ଜଣେ ସେବକ ମାତ୍ର। ରାଉତପଣେ ସେ ଜଗନ୍ନାଥଙ୍କର ଆଜ୍ଞା ପାଳନ୍ତି। ଜଗନ୍ନାଥଙ୍କୁ ବାଦ ଦେଲେ ଏ ରାଜ୍ୟରେ ରାଜାଙ୍କର ସ୍ଥିତି କେଉଁଠି? ବୁଢ଼ା ଆନନ୍ଦିତ ହେଇ କହିଲା, ଆମ ଦୃଷ୍ଟିରେ ଯିଏ ରାଜା ସେଇ ଜଗନ୍ନାଥ। ଏ ଦେଶକୁ ପାଳୁଛନ୍ତି ଜଗନ୍ନାଥ ରାଜାଙ୍କ ରୂପରେ। ରାଜା ଜଗନ୍ନାଥଙ୍କର ଅଂଶ। ତା ନ ହୋଇଥିଲେ ରାଜ୍ୟରେ ଏତେ ସୁଖ ଶାନ୍ତି ବିରାଜୁ ନଥାନ୍ତା। ପୁରୋହିତ ପଚାରିଲେ, ଶୁଣିଛି କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେଉଛି। ଏ ଗ୍ରାମରୁ କେତେଜଣ ଶିଳ୍ପୀ ମନ୍ଦିର ନିର୍ମାଣ ପାଇଁ ଯାଇଛନ୍ତି? ବୁଢ଼ା ହିସାବ କରି କହିଲା, ଏ ଗାଁରୁ 26 ଜଣ ଶିଳ୍ପୀ ପୁଅ ନିର୍ମାଣ କରିବା ପାଇଁ ମନ୍ଦିର ନିର୍ମାଣ କରୁଛନ୍ତି। ତମର କ'ଣ ଦରକାର ଥିଲା କି ପୁରୋହିତ ପୁଅ? ପୁରୋହିତ ସ୍ମିତ ହସି କହିଲେ, ଆମ ଗ୍ରାମରେ ନୂତନ ବିଷ୍ଣୁ ମନ୍ଦିରଟିଏ ନିର୍ମିତ ହେବ।
ଭଲ ମନ୍ଦିର ଶିଳ୍ପୀ କେତେଜଣ ଦରକାର? ଶୁଣିଥିଲି ମନ୍ଦିର ଶିଳ୍ପରେ ଏ ଗାଁର ନାମ ଅଛି, ସେମାନେ କେବେ ଫେରିବେ? ବୁଢ଼ା ଆଶ୍ଚର୍ଯ୍ୟରେ କହିଲା, ଏତିକି ଖବର ରଖିନାଉ ପୁରୋହିତ ପୁଅ। ସେମାନେ ଆଜିକାଲି କେହି ଫେରିବେ ନାହିଁ, ସେମାନେ ଫେରିବେ 16 ବର୍ଷ ପରେ। ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ 12 ବର୍ଷ ଲାଗିବ। ବେଢ଼ା ଭିତରେ ଅନ୍ୟାନ୍ୟ ମନ୍ଦିର, କୂଅ, ଝୁଲଣ, ମଣ୍ଡପ ଏବଂ ବେଢ଼ା ଇତ୍ୟାଦି ବୁଲିବା ପାଇଁ ଆହୁରି 4 ବର୍ଷ ଲାଗିବ। ତମେ ସେମାନଙ୍କୁ ଅପେକ୍ଷା ନ କରି ଅନ୍ୟ ଶିଳ୍ପୀ ବୁଝି କାମ କରିଥାଅ। ପୁରୋହିତ ବିସ୍ମୟ ପ୍ରକାଶ କରି କହିଲେ, 16 ବର୍ଷ ଘରଦ୍ୱାର ଛାଡ଼ି ସଂସାରକୁ ବୋଲି ଶିଳ୍ପୀମାନେ ମନ୍ଦିର ନିର୍ମାଣ କରିବେ? ରାଜାଙ୍କର ଏ କିନ୍ତୁ ଭାରି ଅନ୍ୟାୟ ଆଦେଶ। ବୁଢ଼ା ଜିଭ କାମୁଡ଼ି ପକାଇଲା। ହାତ ଯୋଡ଼ି କହିଲା, ସେପରି କହ ନାହିଁ ପୁରୋହିତ ପୁଅ। ଏ ଦେଶର ରାଜା ପୁଣି ଅନ୍ୟାୟ କରିବ? ଗଙ୍ଗବଂଶର ଶାସନରେ ଅନ୍ୟାୟର ସ୍ଥାନ ନାହିଁ, ତା ପୁଣି ନରସିଂହ ଦେବଙ୍କ ରାଜୁତିରେ। ମନ୍ଦିର ନିର୍ମାଣରେ ରାଜାଙ୍କର ଲାଭ କ'ଣ? ସେ ତ ରାଜାର ଉଆସ ନୁହେଁ, ଦେବତାର ଉଆସ। ଦେବତାର କାର୍ଯ୍ୟରେ 16 ବର୍ଷ ଛାଡ଼ି ସହସ୍ର ବର୍ଷ ବିତିଗଲେ ବି ସେ ଭାଗ୍ୟ କେତେଜଣଙ୍କର ଥାଏ? ପୁରୋହିତ ଚିନ୍ତା କଲା ଭଳି କହିଲେ, ହଁ, ଜଗନ୍ନାଥଙ୍କ ନିର୍ଦ୍ଦେଶରେ ମନ୍ଦିର ତୋଳା ହେଉଛି। ଧର୍ମଦେବତା ପୃଥିବୀକୁ ବିଜେ ହେବେ, ପୃଥିବୀରେ ଧର୍ମ ସ୍ଥାପନ ହେବ, କିନ୍ତୁ ଶିଳ୍ପୀ ପରିବାର କି କଷ୍ଟରେ କାଳ କାଟୁଥିବେ। ବୁଢ଼ା ବିରକ୍ତ ହୋଇ କହିଲା, ତମେ ପୁରୋହିତ ହେଲେ ମଧ୍ୟ ବୟସରେ ପିଲା, ସେଥିପାଇଁ ରାଜ୍ୟର ଖବର କିଛି ରଖିନାହଁ। ଶିଳ୍ପୀ ଏବଂ ସୈନିକ ପରିବାରର ସମସ୍ତ ଦାୟିତ୍ୱ ରାଜା ନେଇଛନ୍ତି। ସେମାନଙ୍କ ପରିବାର ପାଇଁ ସ୍ୱତନ୍ତ୍ର ଭତ୍ତା ଏବଂ ଜମିର ବ୍ୟବସ୍ଥା ହୋଇଛି। ସେମାନେ ସ୍ୱଚ୍ଛନ୍ଦରେ ଚଳୁଛନ୍ତି ଏବଂ ରାଜାଙ୍କର ଜୟଗାନ କରୁଛନ୍ତି। ପୁରୋହିତ ଗୋଟିଏ ଗୋଟିଏ ଆଗେଇ ଯାଉ ଯାଉ କହିଲେ, ଧନ୍ୟବାଦ ମହାଶୟ, ଜଗନ୍ନାଥ ସମସ୍ତଙ୍କୁ ସୁଖରେ ପାଳନ୍ତୁ, ଏ ଗ୍ରାମର ସୁଖ ବୃଦ୍ଧି ହେଉ। ପୁରୋହିତ ଜ୍ୟୋତ୍ସ୍ନାଲୋକରେ ବାଟ ଖୋଜି ଖୋଜି ଆଗେଇଲେ। ଗ୍ରାମ ମଝିରେ ଦେବାଳୟ। ଦେବାଳୟର ପାଚିରିକୁ ଲାଗି ବାହାର ପଟକୁ ଗଭୀର କୂଅଟିଏ। ଅବଗୁଣ୍ଠିତ କିଶୋରୀଟିଏ ଜ୍ୟୋତ୍ସ୍ନାଲୋକରେ ଢଳି ଢଳି କୂଅ ନିକଟକୁ ଅଗ୍ରସର ହେଉଥାଏ। କାଖରେ ପିତ୍ତଳର ବଡ଼ ଗରାଟିଏ। ପୁରୋହିତ ଭାବୁଥାନ୍ତି, ଶୂନ୍ୟ ଗରାଟିଏ ଗୁରୁଭାର କିଶୋରୀଟିକୁ ପ୍ରାଣାନ୍ତକ କଷ୍ଟ ଦେଉଥିବ। ଗରାରେ ଜଳ ଭର୍ତ୍ତି ହେଲେ କିଶୋରୀଟି ତାକୁ ବୋହିବ କିପରି? ଜଳଭର୍ତ୍ତି ଗରାଟି କିଶୋରୀର କୋମଳ ଶରୀରକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଇପାରେ। ଛଦ୍ମବେଶୀ ରାଜା ବକୁଳ ଗଛର ଛାଇରେ ଠିଆ ହୋଇ କିଶୋରୀଟିର ଗତିବିଧିକୁ ଲକ୍ଷ୍ୟ କଲେ। କିଶୋରୀଟି କୂଅ ନିକଟରେ ପହଞ୍ଚି ଗରାଟିକୁ ଅତି କଷ୍ଟରେ ଥୋଇଲା। ଚନ୍ଦ୍ରାଲୋକରେ କିଶୋରୀଟିର ମନୋରମ କପାଳରେ ଜମି ଉଠିଥିବା ସ୍ୱେଦବିନ୍ଦୁ ବାରି ହୋଇ ଯାଉଥାଏ। କିଶୋରୀଟି ନରମ ଲତାଟି ଭଳି ଦଣ୍ଡେ ଆଉଜିଗଲା ମନ୍ଦିର ବେଢ଼ାରେ, ବୋଧହୁଏ ଶକ୍ତି ସଞ୍ଚୟ କରିବା ପାଇଁ। କିଶୋରୀଟି କାହାକୁ ଯେମିତି ଅପେକ୍ଷା କରୁଛି। ଏଇ ନିର୍ଜନ ଚନ୍ଦ୍ରାଲୋକରେ ମନ୍ଦିର ବାହାରେ ପାଣି ଭରିବା ଛଳରେ କାହା ପାଇଁ ପ୍ରତୀକ୍ଷାମାଣ ଏଇ କିଶୋରୀଟି? ରାଜା ସ୍ଥିର ହୋଇ ଠିଆ ହୋଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଅପଲକ ଆଖିରେ ଚାହିଁ ରହିଛି କିଶୋରୀଟି। ବ୍ୟସ୍ତ ବିବ୍ରତ ହୋଇ ଦୀର୍ଘଶ୍ୱାସ ଛାଡ଼ୁଛି। ଓଢ଼ଣା ଭିତରେ ଆଞ୍ଜୁଳାଏ ଜହ୍ନ ଆଲୁଅ ଯେମିତି ଅଟକି ଯାଇଛି। ଦିଶୁଛି ତିଳଫୁଲର ନାସାଗ୍ରରେ ଚିକ୍ ଚିକ୍ ସୁବର୍ଣ୍ଣ ନକ୍ଷତ୍ରଟିଏ। କିଏ ଏ ରାଧିକା? ରାଜାଙ୍କ ମନରେ ସଂଶୟ। କାହାର ପ୍ରେୟସୀ ଏ ସରଳା କିଶୋରୀ? କେଉଁ ହୃଦୟହୀନ ପୁରୁଷ ମିଥ୍ୟା ପ୍ରତିଶ୍ରୁତିରେ ଭୁଲି ନିନ୍ଦା ଅପବାଦକୁ ହେୟ କରି ନୀର ଆଣିବା ପାଇଁ ନିର୍ଜନ ରାତିରେ ଘରୁ ପଦାକୁ ଗୋଡ଼ କାଢ଼ିଛି? କାହାର ଲଘୁପାତ ଶବ୍ଦ ଶୁଭୁଛି। କିଶୋରୀ ଉଦ୍ବେଳ ହୋଇ ଉଠୁଛି। ଆଉ ମୁହୂର୍ତ୍ତଟିଏ ବିରହ ସେ ଯେମିତି ସହିବ ନାହିଁ। ଛଦ୍ମବେଶୀ ରାଜାଙ୍କର ଆଖି ସାମ୍ନାରେ ନିମିଷକରେ ଗୋପନ ପ୍ରଣୟର ମିଳନ ଦୃଷ୍ଟିଟିଏ ପଡ଼ିଗଲା। ରାଜା କାହା ପାଇଁ ଦଣ୍ଡବିଧାନ କରିବେ? ଏ କିଶୋରୀଟି ପ୍ରତି ଦଣ୍ଡବିଧାନ କରିବା ପାଇଁ ମହାରାଜାଙ୍କର ବିବେକୀ ହୃଦୟ ଯେମିତି କୁଣ୍ଠିତ ହୋଇପଡ଼ୁଛି। ମନ ଭିତରୁ ଯେମିତି ଗୋଟାଏ ନିର୍ଦ୍ଦେଶ ଆସୁଛି। କଳଙ୍କିତ ଚନ୍ଦ୍ରରୁ ଝରିପଡ଼ୁଥିବା ଜ୍ୟୋତ୍ସ୍ନାଲୋକ ଭଳି ମିଥ୍ୟା ପ୍ରେମରେ ଭୁଲିଥିବା ଏ କୋମଳା କିଶୋରୀଟି ନିଷ୍ପାପ ନିର୍ମଳ। ତାକୁ କାଳିମା ସ୍ପର୍ଶ କରିପାରେନା। କିଶୋରୀର ମୁଖ ଓ ଆଖି ଅବଗୁଣ୍ଠନରେ ଆବୃତ। ତା ହୃଦୟର ଉଦ୍ବେଳନ ତାର ଅଧରର ଉପକୂଳରେ ଥକ୍ ଥାକ୍ ହେଉଛି। ତା ମନର ଉତ୍କଣ୍ଠିତ ଆବେଗର ଚିତ୍ର ଆଙ୍କୁଛି। ପାଦଶବ୍ଦ ନିକଟେଇ ଆସୁଛି। କିଶୋରୀଟି ସିଧା ହୋଇ ଠିଆ ହେଲା। ପଣତକୁ କଟିରେ ଗୁଡ଼ାଇ ଗରାକୁ ବହୁ କଷ୍ଟରେ ଉଠାଇ କୂଅମୂଳକୁ ଗଲା।
ଦଉଡ଼ିର ଫାଶରେ ଗରା ମୁହଁରେ କଳା ଫସାଇ ଭିଡ଼ିଦେଲା। ଆଖି ପିଛୁଳାକେ ଗରାକୁ କଷ୍ଟରେ ଟେକି କୂଅକୁ ଧୀରେ ଖସାଇ ଦେଲା। ଗରା ଜଳସ୍ପର୍ଶ କଲା। ବକୁଳ ଗଛର ଛାଇରେ ଛପି ରହି ରାଜା ସବୁକିଛି ନିରୀକ୍ଷଣ କରୁଥିଲେ। କିଶୋରୀର ଏପରି ଆଚରଣରେ ରାଜାଙ୍କ ଓଠ କୋଣରେ କ୍ଷୀଣ ହାସ୍ୟରେଖା ଫୁଟି ଉଠିଲା। ପ୍ରେମିକ ଉପରେ କିଶୋରୀର କି ବିଚିତ୍ର ଅଭିମାନ! ଯାହାର ବାଟ ଏତେ ସମୟ ଧରି ଚାହିଁ ବସିଥିଲା, ତାର ଆଗମନ ଜାଣି ବିଳମ୍ବଜନିତ ଅଭିମାନରେ ପାଣି କାଢ଼ିବାର କି ଅପୂର୍ବ ଛଳନା! ଅଥଚ ଏତେ ବଡ଼ ଗରା ଜଳଭର ହୋଇଗଲେ କିଶୋରୀ ତାକୁ ବାହାର କାଢ଼ି ଆଣିବା ତ ଦୂରର କଥା, ବରଂ ଜଳଭର୍ତ୍ତି ଗରାର ଭାରରେ କିଶୋରୀର କୋମଳ ଶରୀରର କୂଅ ଭିତରକୁ ଝୁଙ୍କି ପଡ଼ିବ, ଏଥିରେ ସନ୍ଦେହ ନାହିଁ। ସାମାନ୍ୟ ବିଳମ୍ବ ହେତୁ ପ୍ରେମିକ ଉପରେ ଅଭିମାନ କରି କିଶୋରୀ ଯେମିତି ଆତ୍ମହତ୍ୟାର ଏ ଅଭିନବ ପନ୍ଥା ବାଞ୍ଚି ନେଇଛି, କିମ୍ବା କିଶୋରୀର ଇଚ୍ଛା ତାର ଏ ଅସହାୟ ଅବସ୍ଥାରେ ପ୍ରେମିକ ପୁରୁଷର ହୃଦୟ ଅନୁଗ୍ରହରେ ବିଗଳିତ ହୋଇଯିବ ଏବଂ ସେ କିଶୋରୀ ହାତରୁ ଦଉଡ଼ାଇଟି ନେଇ ଅପୂର୍ବ ବୀରତ୍ୱର ସହ ଜଳଭର୍ତ୍ତି ଗରା ଏକ ଲମ୍ଫକେ ବାହାରକୁ ଟେକି ଆଣିବ। ପ୍ରତ୍ୟେକ ନାରୀ ଚାହେଁ ତାର ମନମତ ପୁରୁଷ ନିର୍ଭୀକ ହେଇଥାଉ, ବୀର ହେଇଥାଉ, ଶକ୍ତିବାନ ହେଇଥାଉ। ହୁଏତ ପ୍ରେମିକର ଆଜି ଶକ୍ତି ପରୀକ୍ଷାର ସାକ୍ଷୀ ହେବେ ସ୍ୱୟଂ ମହାରାଜ। ଆସ୍ତେ ଆସ୍ତେ ଜଳଭାରର ଗରା ଭରି ହୋଇ ଆସୁଛି। କିଶୋରୀ ଗିବ୍ରା ବଙ୍କାଇ ଏକଲୟରେ ଚାହୁଁଛି ପଦଶବ୍ଦ ଆସୁଥିବା ଦିଗକୁ। ଧୀରେ ଧୀରେ କିଶୋରୀକୁ କୋମଳ କ୍ଷୀଣ ତନୁ ଜଳଭରା ଗରାର ଭାରରେ ବାଙ୍କି ଯାଉଛି କୂଅ ଭିତରକୁ। କିନ୍ତୁ କାହିଁ ତାର ଶକ୍ତିମୟ ମନର ମଣିଷ? ପାଦଶବ୍ଦ ଦୂରେଇ ଯାଉଛି, ମିଳେଇ ଯାଉଛି। କିଶୋରୀର ଗଣନା ଭୁଲ ହୋଇଯାଉଛି। ପ୍ରେମିକ ନୁହେଁ, ଅନ୍ୟ କେହି ପଥିକ ନିଜ ବାଟରେ ଚାଲିଗଲାଣି। ଗଣନା ଭୁଲ ହେଉଛି। କିଶୋରୀ ଏବେ କରିବ କ'ଣ? ଏ ମହାବିପଦରେ ତାକୁ ଉଦ୍ଧାର କରିବ କିଏ? ପ୍ରେମିକ ବିଳମ୍ବରେ ଆସି ପହଞ୍ଚିବା ବେଳକୁ କିଶୋରୀର ତନୁ ଗରା ସହ କୂଳ ଜଳରେ ସମାଧି ଲଭିଥିବ। କ୍ଷଣକରେ ଅଧାପୂର୍ଣ୍ଣ ଗରାଟି ଜଳଭର୍ତ୍ତି ହୋଇଯିବାର ସ୍ପଷ୍ଟ ଶବ୍ଦ ଶୁଭିଲା ଏବଂ ଆଖି ପିଛୁଳାକେ କ୍ଷୀଣ ଆର୍ତ୍ତନାଦ ସହ କିଶୋରୀ କୂଅ ଭିତରକୁ ଝାଙ୍କି ହେଇଯାଉ ପଛପଟୁ ଦୁଇଟି ଦୀର୍ଘ ବଳିଷ୍ଠ ସୁଠାମ ବାହୁ କିଶୋରୀର ସୂକ୍ଷ୍ମ ଦେହବଲ୍ଲରୀକୁ ନିର୍ଭୟ ଆଶ୍ରୟ ଭିତରକୁ ଟାଣି ନେଇଗଲା। ଗୋଟାଏ ହାତରେ କିଶୋରୀର ଭୟକାତର ଅର୍ଦ୍ଧଚେତନ ଶରୀରକୁ ଧରି ରଖି ଅପର ହାତରେ ଆଖି ପିଛୁଳାକେ ଜଳଗରାଟିକୁ କୂଅ ବାହାରକୁ ନେଇ ଆସିଲେ ଆର୍ତ୍ତତ୍ରାଣ ପରମ ପୁରୁଷ। କିଶୋରୀର ଅବଗୁଣ୍ଠନ ଖସି ପଡ଼ିଛି। ଆକାଶର ଦ୍ୱିତୀୟା ଚାନ୍ଦ ମହାରାଜାଙ୍କର ଆଶ୍ରୟ ଭିତରେ ବକ୍ର ହୋଇ ଢଳି ପଡ଼ିଛି। କିଶୋରୀର ମୁଦ୍ରିତ ଆଖିପତାର ପଦ୍ମ ପାଖୁଡ଼ାରୁ ଦୁଇ ବିନ୍ଦୁ ଅଶ୍ରୁ ଢଳ ଢଳ ଶିଶିରର ଜଳ ହେଇ ଝରି ଆସୁଛି ପୃଥିବୀ ଉପରକୁ। ଭୟରେ, ଲଜ୍ଜାରେ ଓ ଦୁଃଖରେ କମ୍ପି ଉଠୁଛି ତାର କୋମଳ ଦେହବଲ୍ଲରୀ। ଶିଶିର ବିନ୍ଦୁରେ ବି ଏତେ ଉଷ୍ମତା! ଅଯତ୍ନ କେଶର ସମୁଦ୍ର ଫିଟି ପଡ଼ୁଛି ମହାରାଜାଙ୍କର ବକ୍ଷର ପ୍ରଶସ୍ତ ବେଳାଭୂମିକୁ ଛୁଇଁ। ପରମ ପରାକ୍ରମୀ ଗଙ୍ଗ ନରପତି କ୍ଷଣକ ପାଇଁ ବିଚିତ୍ର ଅନୁଭୂତିରେ ବିମୂଢ଼ ହୋଇଗଲେ। ପରକ୍ଷଣରେ ବିବେକ ଚେତାଇ ଦେଲା, ତୁମେ ରାଜା, ତୁମେ ପାଳକ, ତୁମେ ରକ୍ଷାକର୍ତ୍ତା। ଏ ଦେଶର କଳା ସଂସ୍କୃତି ରକ୍ଷା ପାଇଁ ତୁମେ ରାଜକୀୟ ସୁଖ ବିଳାସ ବୋଲିଛ। ମାତୃଜାତିର ସମ୍ମାନ ରକ୍ଷା ରାଜ୍ୟର ପରମ କର୍ତ୍ତବ୍ୟ। ମାତୃଜାତିକୁ ଯିଏ ରକ୍ଷା କରେ ନାହିଁ, ସେ ମାତୃଭୂମିକୁ ରକ୍ଷା କରିବାରେ ସଫଳ ହେବ କେମିତି? ତାର ତ ପରାଜୟ ସୁନିଶ୍ଚିତ। ମହାରାଜା ଉଦାର କଣ୍ଠରେ ଅଭୟ ଦେଲେ। ଭୟ ନାହିଁ କିଶୋରୀ, ତୁମେ ବିପଦମୁକ୍ତ। ଧୈର୍ଯ୍ୟ ଧର, ନିଜକୁ ପ୍ରକୃତିସ୍ଥ କର। କିଶୋରୀ ପ୍ରକୃତିସ୍ଥା ହେଲା। ନିଜକୁ ସ୍ଥିର ଭାବରେ ଭୂମିରେ ଧରି ରଖି ଠିଆ ହେଲା। ମହାରାଜା କିଶୋରୀକୁ ମୁକ୍ତ କରି ଦୂରରେ ଠିଆ ହେଲେ। କିଶୋରୀର ଅନାବୃତ ମୁଖ ପଦ୍ମରେ ଚନ୍ଦ୍ରାଲୋକ ସୁଝିନ ଓଢ଼ଣାଟିଏ ଟାଣି ଦେଇଥାଏ। ଅପରିଚିତ ପୁରୁଷ ଆଖିରେ କିଶୋରୀର ଏ ମୁକ୍ତ ସୌନ୍ଦର୍ଯ୍ୟକୁ ଚନ୍ଦ୍ର ମଧ୍ୟ ଈର୍ଷା କରୁଥିବା ପରା। ଛଦ୍ମବେଶୀ ରାଜାଙ୍କ ଉପରେ ଆଖି ପଡ଼ିବା ମାତ୍ରେ କିଶୋରୀ ଚମକି ଉଠିଲା। ତତ୍କ୍ଷଣ ମୁକୁଳା କେଶର ତରଙ୍ଗିତ ସମୁଦ୍ରକୁ ଛୁଆଇ ଅବଗୁଣ୍ଠନ ଟାଣି ଆଣିଲା ମୁଖ ଉପରକୁ। କିଛି ସମୟ ପୂର୍ବେ ମହାରାଜାଙ୍କ ଆଶ୍ରୟ ଭିତରେ ଝରି ପଡ଼ିଥିବା ଚେନାଏ ନିଷ୍ପ୍ରାପ୍ୟ ଚନ୍ଦ୍ରାଲୋକକୁ ନୀଳ ଶାଢ଼ୀର ବାଦଲ ଢାଙ୍କି ଦେଲା। ମହାରାଜାଙ୍କ ଆଖି ସାମ୍ନାରେ ଛାଇର ପରଦାଟିଏ ପଡ଼ିଗଲା। ସେ ଭାବିଲେ, ଆକାଶ କ'ଣ ମେଘାଚ୍ଛନ୍ନ? ଚନ୍ଦ୍ର କ'ଣ ଅସ୍ତମିତ? ପୃଥିବୀ କ'ଣ ଅନ୍ଧକାରମୟ ହେଇ ଉଠୁଛି ଏଇ ମୁହୂର୍ତ୍ତରେ? ରାଜା କର୍ତ୍ତବ୍ୟ ଭିତରକୁ ଫେରି ଆସିଲେ। ଶାନ୍ତ କଣ୍ଠରେ ପ୍ରଶ୍ନ କଲେ,
କିଏ ତୁମେ କିଶୋରୀ? କାହାର ତୁମେ କନ୍ୟା? କାହାର ପ୍ରେମିକା? କିଶୋରୀ ଚମକି ଉଠିଲା। କୋମଳ ମୂର୍ଚ୍ଛନାଟିଏ ଝରି ପଡ଼ିଲା। ମୁଁ କିଶୋରୀ ନୁହେଁ, ବଧୂ। ମୋର କେହି ପ୍ରେମିକ ନାହାନ୍ତି। ଏ ପ୍ରଶ୍ନ ପଚାରି ଆପଣ ମୋର ଅପମାନ କରିଛନ୍ତି। କିଶୋରୀ ନିର୍ଭୀକ ଉତ୍ତରରେ ରାଜା ଚମତ୍କୃତ ହେଲେ। ସତ୍ୟ ପ୍ରକାଶରେ ଯେଉଁ ଦେଶର କିଶୋରୀ ପ୍ରାଣରେ ବି ଏତେ ନିର୍ଭୀକତା, ସେ ଦେଶର ରାଜା ନିଜକୁ ଧନ୍ୟ ମନେ କରେ। ମହାରାଜା ଅନୁତପ୍ତ ଗଳାରେ କହିଲେ, କ୍ଷମା ଦେବ ଦେବୀ, ମୁଁ ଜଣେ ବିଦେଶୀ, ନ ଜାଣି ଏଭଳି ପ୍ରଶ୍ନ କରିଛି। କିଏ ତୁମେ? କାହାର ବଧୂ? ଏଠି ଏହି ଚନ୍ଦ୍ରାଲୋକରେ ଦେବାଳୟରେ କାହା ପଥ ପାଇଁ ପ୍ରତୀକ୍ଷା ତୁମେ କରୁଥିଲ? ସ୍ତ୍ରୀର ପ୍ରତୀକ୍ଷା କେବଳ ସ୍ୱାମୀ ପାଇଁ। ପ୍ରତୀକ୍ଷାରେ ବି ଜନ୍ମ ଜନ୍ମ ବିତିଯାଏ। ବିଫଳ ପ୍ରତୀକ୍ଷାରେ ବି ଏ ଦେଶ ନାରୀର ଗୌରବ ଅଛି। କିଶୋରୀ ଓଢ଼ଣା ତଳୁ ସ୍ପଷ୍ଟ କଣ୍ଠରେ ଉତ୍ତର ଦେଲା। ମହାରାଜା ଉଲ୍ଲସିତ ହେଲେ। କିଶୋରୀର କଥାରେ ମୁଗ୍ଧ ହେଲେ। ପୁଣି ପ୍ରଶ୍ନ କଲେ, କିନ୍ତୁ ପଥଧାରରେ କିଏ ସ୍ୱାମୀର ପ୍ରତୀକ୍ଷା କରିଥାଏ? ମୋ ମନରେ ସଂଶୟ ଜାଗୁଛି ଦେବୀ, ମୋତେ ସନ୍ଦେହମୁକ୍ତ କର। କିଶୋରୀ ଓଢ଼ଣା ତଳୁ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ଛଦ୍ମବେଶୀ ଗଙ୍ଗ ନରପତିଙ୍କୁ। ପ୍ରଶ୍ନ କଲା, କିଏ ତୁମେ ବିଦେଶୀ? ଦେବଦୂତ ଭଳି ମୋତେ ଆଜି ମୃତ୍ୟୁମୁଖରୁ ବଞ୍ଚାଇଲ। ନ ଜାଣି ନ ଚିହ୍ନି ସବୁ କଥା ତମକୁ ମୁଁ କହିବି କେମିତି? ମହାରାଜା ନମ୍ର କଣ୍ଠରେ କହିଲେ, ମୁଁ ଜଗନ୍ନାଥଙ୍କର ଜଣେ ସେବକ। ଜଗନ୍ନାଥଙ୍କର ପାଦପଦ୍ମରେ ରାଉତପଣେ ସେବା କରୁଥାଏ। ଦୂର ଗ୍ରାମରେ ଘର। ଆସିଥିଲି ବନ୍ଧୁ ଘରକୁ। କିଶୋରୀ ଦୀର୍ଘଶ୍ୱାସ ଛାଡ଼ି କହିଲା, ତେବେ ମୋର ବିପଦ କଟିଗଲା। ମୃତ୍ୟୁମୁଖରୁ ମୋତେ ରକ୍ଷା କରିଥିଲେ ବି ଆପଣ ପରମ ପୁରୁଷ। ଆପଣଙ୍କର ସ୍ପର୍ଶ ମୋର କାୟା କଳଙ୍କିତ କରିଛି ବୋଲି ମୋର ଶାଶୁ ମୋତେ ତ୍ୟାଗ କରିଥାନ୍ତେ। କିନ୍ତୁ ଆପଣ ତ ଜଗନ୍ନାଥଙ୍କର ସେବକ। ଆପଣ ନୁହନ୍ତି, ସେ ବଳିଆର ଭୁଜ ମହାବାହୁ ଜଗନ୍ନାଥ ମୋତେ ଉଦ୍ଧାର କରିଛନ୍ତି। ତା ନହେଲେ ଆପଣ କେମିତି ଠିକ୍ ସମୟରେ ପହଞ୍ଚି ଯାଇଥାନ୍ତେ। ମହାରାଜ ଭାବଭରା କଣ୍ଠରେ କହିଲେ, ମୁଁ କିଏ? ମୁଁ ତ ନିମିତ୍ତ ମାତ୍ର। ଯାହା କିଛି ମଙ୍ଗଳକର କାର୍ଯ୍ୟ ମୋ ଦ୍ୱାରା ସାଧିତ ହେଉଛି, ସବୁ ମଙ୍ଗଳମୟ ଜଗନ୍ନାଥଙ୍କର ଇଚ୍ଛାରେ ଘଟୁଛି। ଈଶ୍ୱରଙ୍କର ହାତ ହିଁ ଉଦ୍ଧାର କରିଥାଏ। ଦେବୀ, ତମେ ନିଷ୍କଳଙ୍କ, କିନ୍ତୁ ବୁଝିପାରିଲିନି ଏତେ ରାତିରେ ଏଠି କାହାର ପ୍ରତୀକ୍ଷା କରୁଥିଲ? ଆସିଥିଲି ପାଣି ନେବା ପାଇଁ। ଘର ଲିପା ହେବ। କୂଅ ପାଣିରେ ଘର ଲିପିବ? ହଁ, ଶାଶୁଙ୍କର ନିର୍ଦ୍ଦେଶ। ଏତେ ବଡ଼ ଗରାରେ ତମେ ପାଣି ନେବ? ଶାଶୁଙ୍କର ନିର୍ଦ୍ଦେଶ। ସବୁଦିନ ଏଥିରେ ମୁଁ ପାଣି ନିଏ। ଆଶ୍ଚର୍ଯ୍ୟ! ମହାରାଜା ଅବିଶ୍ୱାସଭରା କଣ୍ଠରେ ପ୍ରଶ୍ନ କଲେ। କିଶୋରୀ ସେ କଥା ବୁଝିପାରି କହିଲା, ସେଇଥିପାଇଁ ତ ମୋ ଦିଅରକୁ ଅପେକ୍ଷା କରିଥିଲି। ସବୁଦିନ ସେ ମୋ ପାଇଁ ପାଣି କାଢ଼ିଦିଏ। ପାଣିଗରା ଟେକି ନେଇ ବାରିପିଣ୍ଡାରେ ରଖିଦିଏ। ସେଇଥିରୁ ପାଣି ଢାଳି ମୁଁ ଘର ଲିପେ। ଶାଶୁ କିଛି ଜାଣିପାରନ୍ତି ନାହିଁ। ମୋତେ କଷ୍ଟ ଦେଉଛନ୍ତି ଭାବି ସେ ସୁଖ ପାଆନ୍ତି। ଆଜି ମୋ ଦିଅର ଆସୁଛି ଭାବି ଗରାଟା କୂଅରେ ପକାଇ ପାଣି ଭରିଦେଲି। ଗରା ସହିତ କୂଅ ଭିତରେ ଖସି ପଡ଼ିଥାନ୍ତି ପଛକେ ଗରାଟା ଛାଡ଼ି ଦେଇ ନଥାନ୍ତି। ଭାଗ୍ୟକୁ ଆପଣ ଆସି ପହଞ୍ଚିଗଲେ, ନହେଲେ ଆଜି ସବୁ କଷ୍ଟର ଶେଷ ହୋଇଯାଇଥାନ୍ତା। କିନ୍ତୁ ଗରାଠାରୁ ତମ ଜୀବନ ଯେ ମୂଲ୍ୟବାନ, ରାଜା କହିଲେ। କିଶୋରୀ ଆର୍ଦ୍ର କଣ୍ଠରେ କହିଲା, ମୋ ଶାଶୁଙ୍କ ଆଖିରେ ମୋ ଜୀବନଠାରୁ ଗରା ମୂଲ୍ୟବାନ। ରାଜା ଦୁଃଖଭରା କଣ୍ଠରେ କହିଲେ, ତମ ଭଳି ବାଳିକା ବଧୂକୁ କାହିଁକି ଶାଶୁ ଏତେ କଷ୍ଟ ଦିଅନ୍ତି? ତମର ଅପରାଧ କ'ଣ? ଏ କଷ୍ଟର କିଛି କ'ଣ ପ୍ରତିକାର ନାହିଁ? କୁହ ଦେବୀ, ମୁଁ ଚେଷ୍ଟା କରିବି। ଛଦ୍ମବେଶୀଙ୍କର ବାକ୍ୟ ଅଧା ରହିଗଲା। କିଶୋରୀ ଦୀର୍ଘଶ୍ୱାସ ଛାଡ଼ି କହିଲା, ମୋ ଶାଶୁ ମୋତେ ଏ କଷ୍ଟ ଦିଅନ୍ତି ନାହିଁ। ତେବେ କିଏ ସେ ନରାଧମ ଯେ ତୁମକୁ କଷ୍ଟ ଦିଏ? ରାଜା ଉତ୍କଣ୍ଠାରେ ପଚାରିଲେ। ଆପଣ ତାଙ୍କର କ'ଣ କରିବେ? କିଶୋରୀ ପ୍ରଶ୍ନ କଲା। ରାଜା ଦୃଢ଼ କଣ୍ଠରେ କହିଲେ, ମୁଁ ତାକୁ ଶାସ୍ତି ଦେବି। ତାଙ୍କୁ ଶାସ୍ତି ଦେବା ପାଇଁ ଆପଣଙ୍କର ଶକ୍ତି ଅଛି? କିଶୋରୀଟି ତୀର୍ଯ୍ୟକ ପ୍ରଶ୍ନ କଲା। ରାଜା କଥା ଭୁଲାଇ କହିଲେ, ମୁଁ ଜଗନ୍ନାଥଙ୍କ ହାତରେ ତା ଅପରାଧ ଦଣ୍ଡବିଧାନ କରାଇବି। ମୁଁ ପୁରୋହିତ। ସମସ୍ତଙ୍କର ଦୁଃଖ ଦୁର୍ଦ୍ଦଶା ଜଗନ୍ନାଥଙ୍କୁ ଜଣାଇ ସମସ୍ତଙ୍କର ହିତ ସାଧନ କରିବା ମୋର କାମ। କିନ୍ତୁ ମୋ ଦୁଃଖର କାରଣ ତ ସ୍ୱୟଂ ମହାରାଜ। ଏ ରାଜ୍ୟରେ ଭାଗ୍ୟବିଧାତା ମୋର ଏ ମନ୍ଦ ଭାଗ୍ୟ ପାଇଁ ଦାୟୀ। ଆପଣ ମହାରାଜାଙ୍କର କ'ଣ କରିବେ? ମହାରାଜା ତ ଜଗନ୍ନାଥଙ୍କର ଅତି ନିକଟର ଲୋକ। କିଶୋରୀ ନିର୍ଭୀକ ଭାବରେ କହିଲା।
ସ୍ତମ୍ଭୀଭୂତ ହୋଇଗଲେ ଗଙ୍ଗ ନରପତି। ଏ ଲାବଣ୍ୟମୟୀ ଲବଣୀ ପିତୁଳିକୁ ସେ କ୍ଷଣକ ପୂର୍ବେ ମୃତ୍ୟୁମୁଖରୁ ରକ୍ଷା କରିଥିଲେ। କେଳେ ନିର୍ଭୟ ମନରେ ପଲକ ମାତ୍ର ସେ ତାଙ୍କ ବୁକୁରେ ଆଶ୍ରୟ ନେଇଥିଲା, ଅଥଚ ନିର୍ମମ ଭାବେ ସେ କହୁଛି ତା ଦୁଃଖର କାରଣ ସ୍ୱୟଂ ମହାରାଜା। କିଶୋରୀ ସହଜ କଣ୍ଠରେ କହିଲା, ବୁଝିପାରୁନାହାନ୍ତି? ମହାରାଜା ମୋ ଭଳି 1200 ଶିଳ୍ପୀ ବଧୂଙ୍କର ଦୁଃଖର କାରଣ ହେଇଛନ୍ତି। ଶାଶୁଘରକୁ ଆସିବା ପାଇଁ 12ଟି ଦିନ ବାକି ଅଛି। ମହାରାଜା ମୋ ଶିଳ୍ପୀ ସ୍ୱାମୀଙ୍କୁ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଡାକିନେଲେ। ଶାଶୁଘରେ ପାଦ ଦେଲା ବେଳକୁ ସ୍ୱାମୀ କୋଣାର୍କରେ ପାଷାଣୀ ନାୟିକା ଭିତରେ ନିଜକୁ ହଜାଇ ଦେଇଛନ୍ତି। ମୋ ସ୍ୱାମୀଙ୍କୁ ଦେଖି ନାହିଁ, ସେଇଥିପାଇଁ ଶାଶୁଙ୍କ ଦୃଷ୍ଟିରେ ମୁଁ ସୁଲକ୍ଷଣା ନୁହେଁ। ପୁଣି ମୋର ଅପରାଧରୁ ଶାଶୁ କୁଆଡ଼େ ନାତି ମୁହଁ ନ ଦେଖି ଆଖି ବୁଜିବେ। ସତକୁ ସତ ସେ ତ ଭାଙ୍ଗି ପଡ଼ିଲେଣି। ତାଙ୍କର ଆଉ କେତେ ଦିନ? ଆଶ୍ଚର୍ଯ୍ୟ, ଏଥିରେ ତମର କ'ଣ ଦୋଷ? ରାଜା ବିସ୍ମିତ ଭାବେ ପ୍ରଶ୍ନ କଲେ। କିଶୋରୀ କହିଲା, ନିଶ୍ଚୟ କିଛି ଅପରାଧ ଥିବ। ଝିଅମାନଙ୍କର ଲକ୍ଷଣ ନେଇ ଘରର ସୁଖ ଦୁଃଖ ହ୍ରାସ ବୃଦ୍ଧି ହୋଇଥାଏ। ରାଜା ପ୍ରଶାନ୍ତ କଣ୍ଠରେ କହିଲେ, ତମର ସ୍ୱାମୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଶିଳ୍ପୀ, ଏଥିରେ ତୁମର ଗର୍ବ ହୁଏ ନାହିଁ? ଗର୍ବ ହୁଏ, କିନ୍ତୁ ସେଥିରେ ମୋର ଦୁଃଖ ଉଣା ହୁଏ ନାହିଁ। ଦିନକୁ ଦିନ ଶାଶୁଙ୍କ ନିର୍ଯାତନା ବଢ଼ୁଛି, ଆଉ ସହି ହେଉନାହିଁ। କିଶୋରୀ ଦୁଃଖଭରା କଣ୍ଠରେ କହିଲା। ମହାରାଜା ଚିନ୍ତାମଗ୍ନ ହେଲେ। ଧୀରେ ପ୍ରଶ୍ନ କଲେ, ଦେବୀ, ତମେ ଯଦି ଚାହଁ ତୁମର ଶିଳ୍ପୀ ସ୍ୱାମୀ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧା ରଖି ଫେରିଆସନ୍ତୁ, ତେବେ ଜଗନ୍ନାଥଙ୍କ ଶ୍ରୀଛାମୁରେ ମୁଁ ତମ ପାଇଁ ସେ କଥା ମାଗୁଣି କରିବି। କିଶୋରୀ ଆଉ ଥରେ ଚମକି ଉଠିଲା। ବିବ୍ରତ କଣ୍ଠରେ କହିଲା, ନା ମହାଶୟ, ମୁଁ ସେ କଥା ଚାହେଁ ନା। ଯଦି 1200 ଶିଳ୍ପୀ ବଧୂ ଏଇ କଥା ଚାହିଁବେ, ତେବେ ମନ୍ଦିର ନିର୍ମାଣ ହେବ କେମିତି? ପୃଥିବୀ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ଅସମ୍ପୂର୍ଣ୍ଣ ହେଲେ ଉତ୍କଳର ଶିଳ୍ପକଳା କାଳକାଳକୁ ବିରାଜିତ ହେବ। ମୋ ସ୍ୱାମୀଙ୍କର କୀର୍ତ୍ତି ଅମର ଅକ୍ଷରେ କୋଣାର୍କ ଦେହରେ ଲେଖା ହୋଇ ରହିବ। ମୋ ସ୍ୱାମୀ କାଳକାଳକୁ ବଞ୍ଚି ରହିବେ ପ୍ରତିଟି ଉତ୍କଳୀୟଙ୍କ ପ୍ରାଣରେ। ପ୍ରତ୍ୟେକ ସ୍ତ୍ରୀ ଚାହେଁ ତା ସ୍ୱାମୀ ହେଉ ଅମର ଅଜର। ମୁଁ ସେଥିରୁ ବାରିଯିବି କିପରି? ମୋର ତ ସେଥିରେ ଆନନ୍ଦ। କିନ୍ତୁ ତମର ଏ ଦୁଃଖ ନିର୍ଯାତନା। ରାଜାଙ୍କ କଣ୍ଠ ବାଷ୍ପଚ୍ଛନ୍ନ। କିଶୋରୀ ଓଢ଼ଣା ଭିତରେ ସ୍ମିତ ହସିଲା। ମଧୁର କଣ୍ଠରେ କହିଲା, ସବୁ ସହିବାକୁ ଚେଷ୍ଟା କରିବି। ମୋ ସ୍ୱାମୀ ଯେତେବେଳେ ଏତେ କଷ୍ଟ ସହିଛନ୍ତି, ମୁଁ ସହିବିନି କାହିଁକି? ଗଙ୍ଗ ନରପତି ସ୍ତମ୍ଭୀଭୂତ ହେଲେ। ଉତ୍ତମ ଶାସକ ବୋଲି ତାଙ୍କର ଗର୍ବ ଦମ୍ଭକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଉଛି ଏହି କିଶୋରୀଟି। ଜୀବନରେ କେବେ ମହାରାଜ ସ୍ୱୀକାର କରିନଥିବା ଗଙ୍ଗ ନରପତି ଗୋଟିଏ ଗ୍ରାମ୍ୟ କିଶୋରୀ ପାଖରେ ପରାଜିତ ହେଉଛନ୍ତି ବାରମ୍ବାର। ଧୀର କଣ୍ଠରେ ମହାରାଜା ପ୍ରଶ୍ନ କଲେ, ତମ ସ୍ୱାମୀ କଷ୍ଟରେ ଅଛନ୍ତି ବୋଲି କିଏ କହିଲା? ଗଙ୍ଗ ନରପତି 1200 ଶିଳ୍ପୀଙ୍କର ଖାଦ୍ୟପେୟ, ବସ୍ତ୍ର, ବସତି, ସ୍ୱାସ୍ଥ୍ୟ ସୁରକ୍ଷାର ସମସ୍ତ ଯତ୍ନ ନେଉଛନ୍ତି। ସେମାନଙ୍କର କିଛି ଅଭାବ ନାହିଁ। ଶ୍ରୀ ବଳାଇ ନାୟକ ବ୍ୟୟ ଭଣ୍ଡାରର ଅଧିକାରୀ ରୂପେ ଅଛନ୍ତି। ଅଲୋକ ନାୟକ ଭଣ୍ଡାର ନାୟକ ରୂପେ, ଗଙ୍ଗାର ନାୟକ କୋଷ୍ଠକରଣ ରୂପେ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। 42 ବାଟିର ଭ୍ରମରବର ହରିଚନ୍ଦନ ଆୟବ୍ୟୟ ହିସାବ ରକ୍ଷକ ରୂପେ ନିଯୁକ୍ତ ପାଇଛନ୍ତି। ଶିଳ୍ପୀମାନଙ୍କର ସ୍ୱାଚ୍ଛନ୍ଦ୍ୟ ପାଇଁ ସେମାନଙ୍କୁ ରାଜା ନିର୍ଦ୍ଦେଶ ଦେଇଛନ୍ତି। ରୂପାସଗଡ଼ର ଦଳବେହେରା ସୁଚାରୁ ରୂପେ ଏସବୁ ପରିଚାଳନାର ଦାୟିତ୍ୱ ତୁଲାଉଛନ୍ତି। କିଶୋରୀ ପ୍ରଶ୍ନ କଲା, ଏସବୁ ଆପଣ କେମିତି ଜାଣିଲେ? ମୁଁ ଯେ ରାଜପୁରୋହିତ, ସମସ୍ତଙ୍କର ହିତ ସମ୍ବାଦ ରଖିବା ମୋର କାମ। ରାଜା ଉତ୍ତର ଦେଲେ। କିନ୍ତୁ ଆପଣଙ୍କର ଘର ଦୂର ଗାଁରେ ବୋଲି କହୁଥିଲେ? କିଶୋରୀ କଣ୍ଠରେ ସଂଶୟ। ରାଜା ତତ୍କ୍ଷଣାତ୍ ଉତ୍ତର ଦେଲେ, ଯେଉଁ ଗ୍ରାମରେ ମୋର ଘର ହେଲେ ବି ସେ ରାଜ୍ୟ ଭିତରର ଏକ ଅଂଶ। ମୁଁ ସେହି ଗ୍ରାମର ପୁରୋହିତ ହେଲେ ମଧ୍ୟ ମୋର ରାଜା ହେଉଛନ୍ତି ନରସିଂହ ଦେବ। ମୁଁ ତାଙ୍କରି ରାଜ୍ୟର ମଙ୍ଗଳ ପାଇଁ ଜଗନ୍ନାଥଙ୍କୁ ସେବା କରେ ଏବଂ ତାଙ୍କ ରାଜ୍ୟର ସମସ୍ତ ଖବର ରଖେ। ସରଳା କିଶୋରୀର ସଂଶୟ କଟିଲା। ଆପଣ ରାଜ୍ୟର ସବୁ ଖବର ଭିତରେ ଶିଳ୍ପୀମାନଙ୍କର ସୁଖବର ହିଁ ରଖିଛନ୍ତି। ତାଙ୍କର ଦୁଃଖର ଖବର ଆପଣଙ୍କୁ ଜଣାନାହିଁ। ସେମାନଙ୍କର ଦୁଃଖ କ'ଣ? ରାଜା ତ ନିଜେ ସେମାନଙ୍କର ସୁଖ ସୁବିଧା ତଦାରଖ କରନ୍ତି। ମହାରାଣୀ ସୀତାଦେବୀ ମଧ୍ୟ ରାଣୀହଂସପୁର ତେଜି ନିଜେ ମନ୍ଦିର ଶିଳ୍ପୀମାନଙ୍କର ସୁଖ ସୁବିଧା ବୁଝନ୍ତି। ମା ଭଳି ସେମାନଙ୍କର ପେଟ ଚିହ୍ନନ୍ତି। ରାଜା ସ୍ଥିର ଭାବେ କହିଲେ। କିଶୋରୀ ମ୍ଳାନ ହସି କହିଲା, ରାଜାରାଣୀ ଶିଳ୍ପୀମାନଙ୍କର ପେଟ ଚିହ୍ନନ୍ତି, ମନ ଚିହ୍ନନ୍ତି ନାହିଁ, ସେତିକି ତ ଦୁଃଖ।
ମହାରାଜା ଚିନ୍ତିତ ହେଲେ। ଗମ୍ଭୀର ଭାବେ କହିଲେ, ପ୍ରଜାଙ୍କର ମନର କଥା ଜାଣିବା ପାଇଁ ରାଜା ବେଳେବେଳେ ଅନ୍ଧାରି ବିଜେ କରନ୍ତି। ଶୁଣିଛି ରାଜ୍ୟରେ ସୁଖ ଶାନ୍ତି ବିରାଜୁଛି। ଶିଳ୍ପୀମାନେ ପରମ ଶାନ୍ତିରେ ମନ୍ଦିର ତିଆରି କରୁଛନ୍ତି। ଶିଳ୍ପୀ ପରିବାର ସୁଖ ସ୍ୱାଚ୍ଛନ୍ଦ୍ୟରେ ଅଛନ୍ତି। କିଶୋରୀ ଉଦାସ ଗଳାରେ କହିଲା। ଅନ୍ଧାରି ବିଜେ କରି ରାଜା ପ୍ରଜାମାନଙ୍କର ପେଟର କଥା ହିଁ ବୁଝୁଛନ୍ତି। ଶିଳ୍ପୀ ଏବଂ ପାଇକ ପରିବାରର ଅବାଧ ଅସୁବିଧା କଥା ଦୂର କରୁଛନ୍ତି। କିନ୍ତୁ କେବେ ଶିଳ୍ପୀ ପ୍ରିୟାର ଦୁଃଖ ବୁଝିନାହାନ୍ତି ଶିଳ୍ପୀ ମନର ହା ହୁତାଶ। ସେମାନଙ୍କ ମନବେଦନା କ'ଣ? ରାଜା ପ୍ରଶ୍ନ କଲେ। କିଶୋରୀ କ୍ଷଣେ ମୌନ ରହିଲା। ନିଜ ଭିତରେ ସାହସ ସଞ୍ଚୟ କରି କହିଲା, ଆପଣ ପୁରୋହିତ, ଜଗନ୍ନାଥଙ୍କର ସେବକ, ମୋର ରକ୍ଷାକାରୀ। ତେଣୁ ଆପଣଙ୍କୁ ମୁଁ ଈଶ୍ୱର ମନେ କରୁଛି। ନଚେତ୍ ଜଣେ ଶିଳ୍ପୀବଧୂ ଏ ନିର୍ଜନ ରାତିରେ ନିକାଞ୍ଚନରେ ନିଜ ମନର ବ୍ୟଥା ଜଣେ ପରପୁରୁଷ ଆଗରେ ଭିଡ଼ି କହିବା କେଡ଼େ ଦୋଷାବହ ତା ଆପଣ ଜାଣନ୍ତି? ଭୟ ନାହିଁ ଦେବୀ, ନିଜର ଦୁଃଖ ପିଡ଼ି କହିଲେ ଦୁଃଖ ଉଣା ହୁଏ। ମୋ ଦ୍ୱାରା ଯଦି କିଛି ହୁଏ। ରାଜା କିଶୋରୀକୁ ଏକଲୟରେ ଚାହିଁ ରହିଲେ। କିଶୋରୀ ନିଃସଙ୍କୋଚରେ କହିଲା, ଖାଦ୍ୟ, ବସ୍ତ୍ର, ଜମି, ଭତ୍ତା ଦେଇ 1200 ଶିଳ୍ପୀ ଏବଂ ଶିଳ୍ପବଧୂଙ୍କର 12 ବର୍ଷର ବିରହ ବେଦନା ମହାରାଜା ଉପଶମ କରିପାରିବେ? ସ୍ତବ୍ଧ ହୋଇଗଲେ ଗଙ୍ଗ ନରପତି। ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ କୌଣସି ଦିନ ସ୍ପର୍ଶ କରିନଥିଲା। ବାସ୍ତବରେ ଏ ସରଳା କିଶୋରୀଟି ଜୀବନର ଏକ ଗଭୀର ଗହନ ପ୍ରଶ୍ନ ତାଙ୍କ ସାମ୍ନାରେ ବାଢ଼ି ଦେଇଛି। ରାଜା ଉଦାର ନିର୍ବିକାର ଗଳାରେ କହିଲେ, ଜାତିର ବୃହତ୍ତର ଲକ୍ଷ୍ୟ ସାଧନ ପାଇଁ ବ୍ୟକ୍ତିତ୍ୱର ବୃହତ୍ତର ସ୍ୱାର୍ଥତ୍ୟାଗ କରିବାକୁ ହୁଏ। ପୃଥିବୀର ଅନେକ ଅମର କୀର୍ତ୍ତି ପଛରେ ଅସଂଖ୍ୟ ଜୀବନର ଅଶ୍ରୁଳ ପବିତ୍ର ତ୍ୟାଗର କାହାଣୀ ଲେଖା ଅଛି। ସେ କଥା ତମେ ଜାଣ ନାହିଁ ବୋଲି ଏ ପ୍ରଶ୍ନ ତମକୁ ଆଘାତ କରୁଛି। କୋଣାର୍କରେ ଧର୍ମଦେବତାଙ୍କ ମନ୍ଦିର ନିର୍ମାଣ ହେଉଛି। ତେଣୁ କୋଣାର୍କ ହେବ ସନ୍ନ୍ୟାସର ପୀଠ, ଜିତେନ୍ଦ୍ରିୟର ପୀଠ, ତ୍ୟାଗ ଏବଂ ଉତ୍ସର୍ଗର ପୀଠ। ପଦ୍ମକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ଏବଂ ପଦ୍ମର ପବିତ୍ର ନିଷ୍କାମ ପ୍ରେମକୁ ଜୀବନର ଆଦର୍ଶ ପରି 12 ବର୍ଷ ଧରି କୋଣାର୍କ ଶିଳ୍ପୀ ବ୍ରହ୍ମଚର୍ଯ୍ୟ ପାଳନ କରି ନିଜ ଶିଳ୍ପୀ ଶକ୍ତିକୁ ପ୍ରକାଶ କରିଯିବ ପାଷାଣ ଦେହରେ। 1200 ଶିଳ୍ପୀ ବଧୂ ପଦ୍ମଫୁଲର ନିଷ୍ଠା ନେଇ ଶିଳ୍ପୀ ସ୍ୱାମୀର ଫେରନ୍ତି ବାଟକୁ ଚାହିଁ ରହିବ। ବ୍ରହ୍ମଚର୍ଯ୍ୟ, ସଂଯମ, ଜିତେନ୍ଦ୍ରିୟତା ମଣିଷକୁ ଶକ୍ତିବାନ କରେ, ପ୍ରତିଭାବାନ କରେ। କୋଣାର୍କକୁ କାଳଜୟ କରିବାକୁ ହେଲେ ଶିଳ୍ପୀ ସେତିକି ଶକ୍ତିବାନ ହେବା ନିତାନ୍ତ ଆବଶ୍ୟକ। ଏ ଦେଶର ରାଜା ଉତ୍କଳୀୟ ଶିଳ୍ପୀଠାରୁ ଯେତିକି ସଂଯମ, ସେତିକି ନିଷ୍ଠା, ସେତିକି ଶକ୍ତି ଆଶା କରନ୍ତି। ତତ୍କ୍ଷଣାତ୍ କିଶୋରୀ ଉତ୍ତର ଦେଲା, ରାଜା ହେଉଛନ୍ତି ପ୍ରଜାର ଆଦର୍ଶ। ରାଜା କ'ଣ କୋଣାର୍କ ମନ୍ଦିର ନିର୍ମାଣର 12 ବର୍ଷ କାଳ ସଂଯମ, ନିଷ୍ଠା, ବ୍ରହ୍ମଚର୍ଯ୍ୟ ପାଳନ କରି ନିଜର ଶକ୍ତି ଓ ପ୍ରତିଭାକୁ କୋଣାର୍କର ଧୂଳିକଣାରେ ଢାଳି ଦେଇପାରିବେ? ଶିଳ୍ପୀର ହୃଦୟରେ ହୃଦୟ ମିଶାଇ ପାରିବେ? ବିରହୀ ଶିଳ୍ପୀକୁ ଆହୁରି ଶକ୍ତିମୟ କରିବା ପାଇଁ ରାଜା ଏତିକି ସ୍ୱାର୍ଥତ୍ୟାଗ କରିପାରିବେ? ଯଦି ନୁହେଁ, ଶିଳ୍ପୀଠାରୁ ସେ ସେତିକି ଆଶା କରନ୍ତି କେମିତି? ଯାହା ରାଜା ପାରେ ନାହିଁ ତାହା ପ୍ରଜା ପାରିବ କେମିତି? ଶିଳ୍ପୀ ପାରିବ କେମିତି? ଶିଳ୍ପୀ କ'ଣ ମଣିଷ ନୁହେଁ? ତା'ର ଶରୀର କ'ଣ ରକ୍ତ ମାଂସରେ ଗଢ଼ା ନୁହେଁ? ତା ଭିତରେ କ'ଣ କାମନା ବାସନା ଲୋପ ପାଇଯାଇଛି? ରାଜାଙ୍କ ଇଚ୍ଛାରେ? ଆପଣ ଜ୍ଞାନୀ, ବିଚାରବନ୍ତ ପୁରୁଷ। ଆପଣ କ'ଣ ଭାବନ୍ତି? ପ୍ରବଳ ପରାକ୍ରମୀ ରାଜା ନରସିଂହ ସ୍ତବ୍ଧ, ଚକିତ, ମର୍ମାହତ। ସତ କଥା, ସେ ତ ଭାବିଥିଲେ ଶିଳ୍ପୀ ହେଉଛି କେବଳ ଶିଳ୍ପୀ, ସ୍ରଷ୍ଟା। ଶିଳ୍ପକଳା ହିଁ ତା'ର ପ୍ରାଣ, ସୃଷ୍ଟି ଓ ସର୍ଜନା ହିଁ ତା'ର ଐକାନ୍ତିକ କାମନା ଓ ବାସନା। ଶିଳ୍ପୀ ମଧ୍ୟ ମଣିଷ ହୋଇପାରେ, ସାଧାରଣ ମଣିଷର କାମନା, ବାସନା, ଦେହଭୋଗ ତା'ର ଥାଇପାରେ। ଏକଥା ତ ସେ ଦିନେ ହେଲେ ଚିନ୍ତା କରି ନାହାନ୍ତି। ଜଗନ୍ନାଥଙ୍କର ସେବକ ବୋଲାଇ ଜଗନ୍ନାଥଙ୍କ ନିର୍ଦ୍ଦେଶ ପ୍ରଚାର କରି ଧର୍ମପ୍ରାଣ ଉତ୍କଳୀୟ ପାଇକ ସେନାଙ୍କୁ ସେ ପଠାଇଛନ୍ତି ଯୁଦ୍ଧକ୍ଷେତ୍ରକୁ। ଯୁବକ ଭାସ୍କରକୁ ପଠାଇଛନ୍ତି ଅର୍କକ୍ଷେତ୍ରକୁ। ଦେଶ ପାଇଁ, ଜାତି ପାଇଁ, ସଂସ୍କୃତି ପାଇଁ ପ୍ରାଣୋତ୍ସର୍ଗ କରିବାକୁ। କିନ୍ତୁ ସେ ନିଜେ ପତ୍ନୀ ପୁତ୍ରର ସଂସାର ସୁଖରେ ବୁଡ଼ି ରହିଛନ୍ତି। ଏ ଗ୍ରାମ୍ୟ ବଧୂଟି ବୟସରେ ବାଳିକା ହେଲେ ମଧ୍ୟ ତାଙ୍କର ଜ୍ଞାନଚକ୍ଷୁ ଖୋଲିଦେଇଛି। ଏ ବାଳିକାଟି ଆଜିଠାରୁ ତାଙ୍କର ମହାନ ଗୁରୁ, ତାଙ୍କର ଜ୍ଞାନଦାତ୍ରୀ, ତାଙ୍କର ପଥ ପ୍ରଦର୍ଶିକା, ତାଙ୍କର ଶକ୍ତିଦାତ୍ରୀ। କ୍ଷଣକ ପୂର୍ବର ସରଳା ଝିଅଟି ଶକ୍ତିମୟୀ ଦେବୀ ଦୁର୍ଗାଙ୍କ ଭଳି ମହିମାମୟୀ ହୋଇଉଠିଲା ମହାରାଜାଙ୍କ ଦୃଷ୍ଟି ସାମ୍ନାରେ। ଆଣ୍ଠୁମାଣି ଭୂମିରେ ପ୍ରଣତ ହେଲେ ମହାରାଜା।
କହିଲେ, ପ୍ରଣାମ ଗ୍ରହଣ କର ଦେବୀ। ବାଳିକା ହେଲେ ମଧ୍ୟ ତମେ ବିଚକ୍ଷଣା। ତମର କ୍ଷୋଭ ମୁଁ ଜଗନ୍ନାଥଙ୍କୁ ଜଣାଇବି। ଜଗନ୍ନାଥ ମହାରାଜଙ୍କୁ ଯେଉଁ ନିର୍ଦ୍ଦେଶ ଦେବେ ତାହା ସେ ନିଶ୍ଚୟ ପାଳିବେ। କିଶୋରୀ ଚମକି ଉଠିଗଲା ଓ ଘୁଞ୍ଚିଗଲା ପଛକୁ। ନମ୍ର କରୁଣ କଣ୍ଠରେ କହିଲା, ମୋର ଦୋଷ ମାର୍ଜନା କରିବେ ପୁରୋହିତ ମହାଶୟ। ମହାରାଜଙ୍କ ପ୍ରତି ମୋର କିଛି ଅଭିଯୋଗ ନାହିଁ। ମୁଁ ତାଙ୍କର ଯଶ ଖ୍ୟାତି ଶୁଣି ମୁଗ୍ଧ ହୋଇଛି। 1200 ଶିଳ୍ପୀ ପ୍ରିୟାଙ୍କର ବିରହ ବେଦନା, ଲାଞ୍ଛନା, ନିର୍ଯାତନା ମୁଁ ମର୍ମେ ମର୍ମେ ଅନୁଭବ କରେ। ସେତିକି କେବଳ ପ୍ରକାଶ କରିଦେଇଛି ଆପଣଙ୍କର ସହୃଦୟତା ଦେଖି। ଜଗନ୍ନାଥଙ୍କ ଶ୍ରୀ ଛାମୁରେ ଆପଣ ରାଜାଙ୍କର ସ୍ୱାସ୍ଥ୍ୟ, ସମ୍ପଦ, ସୁଖ, ସୁଖ୍ୟାତି ଏବଂ ଦୀର୍ଘ ଜୀବନ କାମନା କରିବେ। ତାହା ସହ ମୋ ସ୍ୱାମୀଙ୍କର ଯଶ, ଖ୍ୟାତି, ଦୀର୍ଘ ଜୀବନ, ନିଷ୍ଠା ଓ ସାଧନା ଏବଂ କୋଣାର୍କ ମନ୍ଦିରର ସମ୍ପୂର୍ଣ୍ଣତା ଭିକ୍ଷା କରିବେ। ପ୍ରତିଦିନ ମୁଁ ମଧ୍ୟ ଜଗନ୍ନାଥଙ୍କୁ ସେତିକି ମାଗେ। କିଶୋରୀର କଣ୍ଠସ୍ୱର ଆର୍ଦ୍ର ହୋଇ ଉଠିଲା। ସେ ପୁଣି କହିଲା, ଯେତେ ଶୀଘ୍ର କୋଣାର୍କ ଶେଷ ହେବ ସେତେ ଶୀଘ୍ର ଫେରିଆସିବେ ମୋର ସ୍ୱାମୀ। ଆଉ କୋଣାର୍କ ଯଦି ଶେଷ ନ ହୁଏ ସେ ତ ଆଉ ଫେରିବେ ନାହିଁ। ମହାରାଜା ଭାବବିହ୍ୱଳ କଣ୍ଠରେ କହିଲେ, ତମ ସ୍ୱାମୀଙ୍କର ସର୍ବଶୁଭ ମୁଁ କାମନା କରିଦେବି। ଦେବୀ, ତାଙ୍କର ନାମ କ'ଣ? ସ୍ୱାମୀଙ୍କର ନାମ କହିବେ କିପରି? ମୋର ନାମ ଚନ୍ଦ୍ରଭାଗା। ଆମ ଗ୍ରାମ ଶେଷରେ ପଦ୍ମ ସରୋବର ଅଛି। ପଦ୍ମ ଫୁଲରେ ମୋ ସ୍ୱାମୀଙ୍କର ଭାରି ଶ୍ରଦ୍ଧା। ମୋ ପାଇଁ ସେ ରଖିଯାଇଛନ୍ତି ପାଷାଣର ପଦ୍ମଫୁଲଟିଏ। ହୃଦୟକୁ ପଥର କରି ପଦ୍ମଫୁଲର ନିଷ୍ଠା ନେଇ ମୁଁ ତାଙ୍କୁ ଚାହିଁ ରହିଛି। ପାରିବି ଯଦି ତାଙ୍କୁ ଏତିକି ଜଣାଇଦେବେ। ଚନ୍ଦ୍ରଭାଗା ଦୀର୍ଘଶ୍ୱାସ ଛାଡ଼ିଲା। ଦେବୀ ଚନ୍ଦ୍ରଭାଗା, ପାଷାଣର ଧୈର୍ଯ୍ୟ ନେଇ ସୁଖରେ ଥାଅ। ଜଗନ୍ନାଥ ତମର ମଙ୍ଗଳ କରନ୍ତୁ। ମୁଁ ପୁଣି ଆସିବି। ଗ୍ରାମ ଗ୍ରାମାନ୍ତର ବୁଲିବା ମୋର ଏକ ଅଭ୍ୟାସ। ପ୍ରଣାମ ଦେବୀ। ବିଦାୟ। ରାଜା ନରସିଂହ ମହିଷର ସ୍ତରକୁ ଓହ୍ଲାଇ ଯାଇ ମଣିଷର ଦୁଃଖାନୁଭୂତିକୁ ହୃଦୟରେ ସଞ୍ଚୟ କରି ଉଆସକୁ ଫେରି ଆସିଥିଲେ। ରୂପସୀ ରାଣୀ ସୀତାଦେବୀ ଜାଗର ଜାଳି ବୀର ନରସିଂହଙ୍କର ପ୍ରତୀକ୍ଷା କରୁଥିଲେ। ତୁଳିତଳ୍ପ ଶଯ୍ୟାରେ ଫୁଲପାଖୁଡ଼ା ରାଣୀଙ୍କ ସୌନ୍ଦର୍ଯ୍ୟ ପାଖରେ ମଉଳି ଆସୁଥିଲା ରାତ୍ରି ଶେଷର ଫିକା ଜହ୍ନ ପରି। ରାଜାଙ୍କ ପଦବନ୍ଦନା କରି ଅନ୍ତଃପୁରକୁ ଆମନ୍ତ୍ରଣ କଲେ ମହାରାଣୀ। ରାଜାଙ୍କୁ ଚିନ୍ତିତ ଦେଖି ପ୍ରଶ୍ନ କଲେ, ରାଜ୍ୟର ସବୁ ମଙ୍ଗଳ ତ ମହାରାଜ? ଜଗନ୍ନାଥଙ୍କ କୃପାରୁ ସବୁ ମଙ୍ଗଳ। ପ୍ରଜାଗଣ ସର୍ବଶୁଭରେ ଅଛନ୍ତି, ମହାରାଜ କହିଲେ। ମହାରାଣୀ କୋମଳ କଣ୍ଠରେ ଗୁଞ୍ଜରି ଉଠିଲେ, ତେବେ ମହାରାଜ ଚିନ୍ତିତ କାହିଁକି? ଅନେକ ବେଳରୁ ତମ ଅପେକ୍ଷାମାଣ। ମୋର ବିଳମ୍ବ ପାଇଁ କ୍ଷମା ଚାହୁଁଛି, ମହାରାଜା ଉତ୍ତର ଦେଲେ। ମହାରାଣୀ କୁଣ୍ଠିତ କଣ୍ଠରେ ଉତ୍ତର ଦେଲେ, ଆପଣଙ୍କ ପାଇଁ ସାରା ଜୀବନ ଅପେକ୍ଷା କରି ବସିଲେ ବି କ୍ଳାନ୍ତି ଆସେ ନାହିଁ ମହାରାଜ। ଆପଣ ତ ଏକା ମୋର ପ୍ରଭୁ ନୁହନ୍ତି, ଏ ରାଜ୍ୟର ପାଳକ ଆପଣ। ଆପଣଙ୍କଠାରେ ମୋର ପ୍ରୟୋଜନ ଯେତିକି ଏ ରାଜ୍ୟର ପ୍ରତ୍ୟେକ ପ୍ରଜାର ପ୍ରୟୋଜନ ତାଠାରୁ କିଛି କମ୍ ନୁହେଁ। ମହାରାଣୀ, ତମକ ପାଇଁ ମୁଁ ଧନ୍ୟ ହେଇଛି। ଲଜ୍ଜା ଦିଅନ୍ତୁ ନାହିଁ ମହାରାଜ। ଉତ୍କଳର ମହାରାଣୀ ହେଇ ମୋର ଜୀବନ ପୂର୍ଣ୍ଣ ହୋଇଯାଇଛି। ମୋ ଜୀବନ କିନ୍ତୁ ଏବେ ବି ଅପୂର୍ଣ୍ଣ। କୋଣାର୍କ ପୂର୍ଣ୍ଣ ନ ହେଲେ ମୋ ଜୀବନରେ ପୂର୍ଣ୍ଣତା ନାହିଁ। ମୁଁ ଅପୂର୍ଣ୍ଣ ହେଲେ ତମେ ସମ୍ପୂର୍ଣ୍ଣ ହେବ କିପରି? ରାଜା ତୀର୍ଯ୍ୟକ ପ୍ରଶ୍ନ କଲେ। ରାଣୀ ଦୃଢ଼ କଣ୍ଠରେ କହିଲେ, କୋଣାର୍କର ପୂର୍ଣ୍ଣତା ପାଇଁ ମୁଁ ଯଦି କିଛି କରିପାରେ ତେବେ ନିଜକୁ ଧନ୍ୟ ମନେ କରିବି। ମହାରାଜା କୃତଜ୍ଞ କଣ୍ଠରେ କହିଲେ, ତମେ ନିଜେ ଖରା କାକରରେ ବୁଲି ବୁଲି ଶିଳ୍ପୀମାନଙ୍କର କାର୍ଯ୍ୟ ତଦାରଖ କରୁଛ। ସେମାନଙ୍କର ସୁବିଧା ଅସୁବିଧା ବୁଝୁଛ। କୋଣାର୍କ କିନ୍ତୁ ଆହୁରି କିଛି ଚାହେଁ। ଆଦେଶ କରନ୍ତୁ ମହାରାଜ। ରାଣୀ କୃତାଞ୍ଜଳି ପୁଟରେ ଭିକ୍ଷା କଲେ। ମୋତେ ସ୍ୱପ୍ନାଦେଶ ହେଇଛି କୋଣାର୍କ ପୂର୍ଣ୍ଣ ନ ହେବା ଯାଏଁ ବ୍ରତ ପାଳନ କରିବାକୁ ହେବ। ମହାରାଜା କହିଲେ, କି ବ୍ରତ ମହାରାଜ? ଆଦେଶ କରନ୍ତୁ। ପୁରୋହିତଙ୍କୁ ଡକାଇ ଯଜ୍ଞପୂଜା, ହୋମ ଇତ୍ୟାଦି ବ୍ୟବସ୍ଥା କରାଇବି। ମହାରାଜା ସ୍ଥିର ଶୀତଳ କଣ୍ଠରେ କହିଲେ, ଗ୍ରାହସ୍ଥ ଜୀବନରେ 12 ବର୍ଷ ସନ୍ନ୍ୟାସ ବ୍ରତ ମୁଁ ତମଠାରୁ ଭିକ୍ଷା କରୁଛି ମହାରାଣୀ। ଶ୍ରୀକୃଷ୍ଣ ପୁତ୍ର ଶାମ୍ବ 12 ବର୍ଷ ବ୍ରହ୍ମଚର୍ଯ୍ୟ ପାଳନ କରି ସୂର୍ଯ୍ୟପୂଜା କରିଥିଲେ। ଅର୍କକ୍ଷେତ୍ର ସେହିଦିନଠାରୁ ଜିତେନ୍ଦ୍ରିୟ ପୀଠ। ମୁଁ ରାଜା 1200 ଶିଳ୍ପୀଙ୍କର ମୁଁ ହେବି ଆଦର୍ଶ। ତା ନହେଲେ କୋଣାର୍କ ଅପୂର୍ଣ୍ଣ ରହିଯିବ। ଗଙ୍ଗବର୍ଷର ଗୌରବମୟ ଇତିହାସ ପୃଷ୍ଠାରେ ଅପୂର୍ଣ୍ଣତାର କଳାଦାଗ ଅଙ୍କିତ ହେବ। କୋଣାର୍କ ପୂର୍ଣ୍ଣ ହେବ ଆପଣଙ୍କର ବ୍ରତାଚାର। 1200 ଶିଳ୍ପୀ ପ୍ରିୟାଙ୍କର ମର୍ମ ବେଦନାକୁ ହୃଦୟ ଭିତରେ ଅନୁଭବ କରିବାର ଗୌରବ ମୁଁ ଲାଭ କରିଛି।
ସୂର୍ଯ୍ୟ ପୂଜା କରି ମୁଁ ଭାନୁଦେବଙ୍କୁ କୋଳରେ ଧରିଛି। ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ହେଲେ ଭାନୁଦେବର ମଙ୍ଗଳ ହେବ। ଆପଣଙ୍କ କର୍ତ୍ତବ୍ୟ ପଥରେ ମୋ ଭଳି ସାମାନ୍ୟ ନାରୀର କାମନା ବାସନା ଅନ୍ତରାୟ ସୃଷ୍ଟି ନ କରୁ। ମହାରାଣୀ ଗୋଟି ଗୋଟି କରି ଅଭିସାରିକା ବେଶ ପାଲଟି ମହାରାଜାଙ୍କ ଆଖି ଆଗରେ ସନ୍ନ୍ୟାସିନୀ ବେଶରେ ଉଭା ହେଲେ। ମହାରାଜାଙ୍କ ଆଖି ଆଗରେ ଉଦ୍ଭାସିତ ହୋଇ ଉଠିଥିଲା ଆଉ ଏକ ନିଭାଭରଣ ସୌନ୍ଦର୍ଯ୍ୟର ଶିଖା। ସେ ବାଷ୍ପରୁଦ୍ଧ କଣ୍ଠରେ କହିଲେ, ପ୍ରଣାମ ଗ୍ରହଣ କର ଦେବୀ। ତମର ତ୍ୟାଗ, ନିଷ୍ଠା ଏବଂ ଏକାଗ୍ରତା ଶିଳ୍ପୀର ପ୍ରେରଣା ହେଉ। ମହାରାଜା ଧୀରେ ଧୀରେ ରାଣୀଙ୍କ ଶୟନ କକ୍ଷକୁ ଅପସରି କଲେ। ରାତିର ଅନ୍ଧକାର ଭିତରେ ଥରି ଥରି ଜଳୁଥିଲା ସ୍ତିମିତ ଦୀପଶିଖାଟିଏ। କିଏ ଜାଗର ଜାଳୁଛି? କାହା ପଥ ଚାହିଁ ବସିଛି ନୀରବ ନାରୀମୂର୍ତ୍ତିଟିଏ? ଜିତେନ୍ଦ୍ରିୟ କୋଣାର୍କର ନିର୍ମାଣ ପଥରେ କିଏ ଏଇ ରାତ୍ରିର ଅଭିସାରିକା? ମହାରାଜାଙ୍କର ପାଦ ଦୁଇଟି ସ୍ଥିର ହୋଇଗଲା। ଚନ୍ଦ୍ରାଲୋକରେ ଦୀପଟିଏ ଧରି ନିଶ୍ଚଳ ମୂର୍ତ୍ତି ଭଳି ଠିଆ ହେଇଛନ୍ତି ସଦ୍ୟ ପତିହରା ଭଗ୍ନୀ ଚନ୍ଦ୍ରାଦେବୀ। ବୀର ପରମାଦିଂ ଦେବଙ୍କର ଅମର ଆତ୍ମାକୁ ଯେ କି ପ୍ରତିଶ୍ରୁତି ଦେଉଛନ୍ତି। ବୋଧହୁଏ ସନ୍ନ୍ୟାସିନୀ ଚନ୍ଦ୍ରାଦେବୀ କହୁଛନ୍ତି, ଯବନ ପରାଜିତ ହେବ, କୋଣାର୍କ ସମ୍ପୂର୍ଣ୍ଣ ହେବ। ଉତ୍କଳ ଯୁଗେ ଯୁଗେ ସ୍ୱାଧୀନତା ବଜାୟ ରଖିବ। କଳା ଏବଂ ସ୍ଥାପତ୍ୟ ଭିତରେ ତାର ବୀର ସନ୍ତାନଙ୍କର କୀର୍ତ୍ତିକୁ ଅମ୍ଳାନ ଅକ୍ଷରରେ ଲେଖି ରଖିବ। ରାଜା ନରସିଂହ ସ୍ୱର୍ଗତୋକ୍ତି କଲେ। ପରମାର୍ଥୀ ଦେବ ଅସଂଖ୍ୟ ବୀର ଶହୀଦଙ୍କର ସମର ନୈପୁଣ୍ୟ, ବୀରତ୍ୱ, ଶୌର୍ଯ୍ୟ ଏବଂ ବିଜୟର ଗାଥା କୋଣାର୍କ ଶିଳାଖଣ୍ଡରେ ଖୋଦିତ ହୋଇ କାଳ କାଳକୁ ସେମାନଙ୍କର ଜୟଗାନ କରିବ। ଭଉଣୀ ଚନ୍ଦ୍ରା, କୋଣାର୍କ ହେବ ସେଇମାନଙ୍କର ଆତ୍ମଶୌର୍ଯ୍ୟ ଏବଂ ବିଜୟର ସ୍ମୃତିସୌଧ, ଶୌର୍ଯ୍ୟ ଏବଂ ଶକ୍ତିର ଉତ୍ସ, ସୂର୍ଯ୍ୟଙ୍କର ବାସସ୍ଥଳୀ। ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଏ ଦେଶ, ଅଦ୍ଭୁତ ତାର କାହାଣୀ ଏବଂ କିମ୍ବଦନ୍ତୀ, ମହାନ ତାର ଐତିହ୍ୟ ଏବଂ ପରମ୍ପରା, ବିସ୍ମୟକର ତାର ଇତିହାସ। ଚାର୍ଲ୍ସ ସ୍ୱର୍ଗତୋକ୍ତି କରୁଥିଲା। ପ୍ରାଚୀପ୍ରଭା ସନ୍ନ୍ୟାସିନୀ ଭଳି ଧ୍ୟାନମଗ୍ନ ହେଇ ବସିଥିଲା ବୀର ନରସିଂହଙ୍କର ମହାନ ବ୍ୟକ୍ତିତ୍ୱ ପାଖରେ ନତମସ୍ତକ ହେଇ। ଚାର୍ଲ୍ସ ମୃଦୁ ସ୍ୱରରେ ଅଭିଯୋଗ ବାଢ଼ୁଥିଲା। ରାଜା ହେଇ ସାମାନ୍ୟ ଏକ ବାଳିକାର କଥାରେ ସୁନ୍ଦରୀ ରାଜାରାଣୀଙ୍କ ପାଖେ ପାଖେ ରହି ଗ୍ରାହସ୍ଥ ଜୀବନର 12 ବର୍ଷର ସନ୍ନ୍ୟାସ ବ୍ରତ ପାଳନ କରିବା ନିର୍ବୋଧତା। ଏସବୁ ମୋତେ ଅସମ୍ଭବ ମନେ ହେଉଛି। ପ୍ରାଚୀପ୍ରଭା ଶାନ୍ତ ସ୍ୱରରେ କହିଲା, ରାମାୟଣ ପଢ଼ିଛ ଚାର୍ଲ୍ସ? ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରଜାନୁରାଗ ବୁଝିଛ? ସାମାନ୍ୟ ଜଣେ ରାଜା, ସାମାନ୍ୟ ଜଣେ ପ୍ରଜା, ଜଣେ ରଜକର କଥାକୁ ସମ୍ମାନ ଦେଇ ରାମଚନ୍ଦ୍ର ସତୀ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ। ସର୍ବ ସମକ୍ଷରେ ସୀତାଙ୍କୁ ନିଜ ସତୀତ୍ୱର ସମ୍ବନ୍ଧରେ ସଫେଇ ଦେବା ପାଇଁ ଅଗ୍ନି ପରୀକ୍ଷା ଦେବାକୁ ହୋଇଥିଲା। ପ୍ରଭୁ ଅନ୍ତର୍ଯ୍ୟାମୀ କ'ଣ ଜାଣିନଥିଲେ ସୀତା ସତୀ ନା ଅସତୀ? କିନ୍ତୁ ପ୍ରଭୁଙ୍କ ରାମରାଜ୍ୟରେ ପ୍ରତ୍ୟେକ ପ୍ରକାର ମତାମତକୁ ସମ୍ମାନ ଦେବାର ଏ ହେଉଛି ଏକ ଚରମ ଦୃଷ୍ଟାନ୍ତ। ଭାରତୀୟ ଶାସନ ପଦ୍ଧତିର ପରମ୍ପରାରେ ଗଣତନ୍ତ୍ର ଏବଂ ସାମ୍ୟବାଦର ସ୍ୱର ଅନାଦି କାଳରୁ ଝଙ୍କୃତ ହେଉଛି। ରାଜା ନରସିଂହ ଯଦି ଜଣେ ଶିଳ୍ପୀ ପ୍ରିୟାର କଥାକୁ ସମ୍ମାନ ଦେଇ 12 ବର୍ଷ ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? କୋଣାର୍କ ନିତ୍ୟ ନୂତନ। ଯେତେ ଦେଖିଲେ କୋଣାର୍କ ନୂଆ ଭଳି ଦିଶେ। କୋଣାର୍କର ପ୍ରତ୍ୟେକଟି ଦୃଶ୍ୟ ସେହିଦିନ ପୁନର୍ବାର ଦେଖୁ ଦେଖୁ ଚାର୍ଲ୍ସ ବଡ଼ଦେଉଳର ଭଗ୍ନ ପାଷାଣଖଣ୍ଡ ମାନଙ୍କରେ ଲମ୍ବା ଲମ୍ବା ପାଦ ପକାଇ ଦକ୍ଷ ପର୍ବତାରୋହଣକାରୀ ଭଳି ପଶ୍ଚିମ ପାର୍ଶ୍ୱକୁ ଓହ୍ଲାଇ ଗଲାଣି। ଶାଢ଼ୀ ପିନ୍ଧି ମନ୍ଦିର ଉପରକୁ ଚଢ଼ିବା ଏବଂ ଓହ୍ଲାଇବା ଏତେ ସହଜ ନୁହେଁ। ତେଣୁ ପଛରେ ପଡ଼ିଯାଇଛି ପ୍ରାଚୀ। ପ୍ରାଚୀ ଅତି ସାବଧାନତା ସହକାରେ 2ଟି ପାବଚ୍ଛ ଶ୍ରେଣୀ ଚଢ଼ି ଉତ୍ତର ପାର୍ଶ୍ୱ ସୂର୍ଯ୍ୟ ମୂର୍ତ୍ତି ପାଖରେ ପହଞ୍ଚିଛି। ଏଥର ସେ ପଶ୍ଚିମ ପାର୍ଶ୍ୱକୁ ଓହ୍ଲାଇ ଗଲେ ଚାର୍ଲ୍ସ ପାଖରେ ପହଞ୍ଚିଯିବ। ଟଳ ଟଳ ପାଦରେ ପ୍ରାଚୀ ଭଗ୍ନ ପ୍ରସ୍ତର ଖଣ୍ଡରେ ପାଦ ରଖି ଓହ୍ଲାଉଛି। ଚାର୍ଲ୍ସ ତଳେ ଥାଇ ପ୍ରାଚୀକୁ ଅପେକ୍ଷା କରିଛି। ପ୍ରାଚୀକୁ ସାହାଯ୍ୟ କରିବା ପାଇଁ ଚାର୍ଲ୍ସ ଅନାୟାସରେ ହାତ ବଢ଼ାଇ ଦେଲା। ପ୍ରାଚୀ ବୋଧହୁଏ କାହାର ସାହାଯ୍ୟ ଲୋଡ଼ୁଥିଲା। କିଛି ନ ଭାବି ସେ ଚାର୍ଲ୍ସର ସାହାଯ୍ୟ ନେବା ପାଇଁ ହାତ ବଢ଼ାଇ ଦେଲା। ପ୍ରାଚୀ ଏବଂ ଚାର୍ଲ୍ସ ଦୁଇ ପ୍ରସାରିତ ହାତ ଭିତରେ ବ୍ୟବଧାନ ଖୁବ୍ ଅଳ୍ପ। ପ୍ରାଚୀ ଅଳ୍ପ ନଇଁ ପଡ଼ିଲେ ଚାର୍ଲ୍ସର ହାତ ସ୍ପର୍ଶ କରିବ କିମ୍ବା ଚାର୍ଲ୍ସ ଗୋଡ଼ ଟେକି ଅଳ୍ପ ଝୁଙ୍କି ଆସିଲେ ପ୍ରାଚୀ ହାତକୁ ଧରିନେବ। ପଦ୍ମନାଡ଼ ପଡ଼ି ଚାର୍ଲ୍ସର ଦୀର୍ଘ ଉଜ୍ଜ୍ୱଳ ହାତ।
ପ୍ରାଚୀ ମୁଗ୍ଧ ହେଇ ଚାର୍ଲସ ଦୀର୍ଘ ହାତଟିକୁ ମନେ ମନେ ତାରିଫ କରୁଥାଏ। ସେ ଲକ୍ଷ୍ୟ କଲା ଚାର୍ଲସର ହାତ ଅଳ୍ପ ଅଳ୍ପ ସ୍ପନ୍ଦିତ ହେଉଛି। ପ୍ରାଚୀ ଭିତରେ ମୃଦୁ ଆଘାତର ସ୍ପର୍ଶ ଲାଗିଲା। ଯୁଗାନ୍ତର ସଂସ୍କାରର କୁଣ୍ଠା ତାର ପ୍ରସାରିତ ହାତଟିକୁ ତା ଅଞ୍ଚଳ ଭିତରକୁ ଫେରାଇ ଦେଲା। ସେ ଦୁଇ ହାତରେ ଭରା ଦେଇ ତଳକୁ ଓହ୍ଲେଇ ଯାଉ ଯାଉ ହସି ଦେଇ କହିଲା, ଦେଖ ମୁଁ କେମିତି ତମର ବିନା ସାହାଯ୍ୟ ବିନା ଏକା ଏକା ଓହ୍ଲାଇ ପାରେ। ସବୁ କଥାରେ ଝିଅମାନଙ୍କୁ ଦୁର୍ବଳ ମନେ କରିବା ଠିକ୍ ନୁହେଁ। ଚାର୍ଲସ ନିଜର ସ୍ପନ୍ଦିତ ପ୍ରସାରିତ ହାତଟିକୁ ଆସ୍ତେ ଫେରାଇ ନେଲା, ଯେମିତିକି ହାତଟା ଫେରିବା ପାଇଁ ଅନିଚ୍ଛୁକ। ସେ ପ୍ରାଚୀକୁ ସାମ୍ନା କରି ଜେରା କଲା, ମୋ ହାତ ଧରି ଓହ୍ଲାଇବାର କ୍ଷତି କ'ଣ? ଏ ମଧ୍ୟ ତମ ଦେଶର ଶାସ୍ତ୍ରବିରୋଧୀ ଆଚରଣ ନା କ'ଣ? ପ୍ରାଚୀ ଆଗେଇ ଯାଉ ଯାଉ କହିଲା, ନିଶ୍ଚୟ ଝିଅମାନଙ୍କର ଦକ୍ଷିଣ ହସ୍ତଟି ଜଣଙ୍କ ପାଇଁ ସଂରକ୍ଷିତ। ତାକୁ ଧରିବାର ଅଧିକାର ଆଉ କାହାର ନାହିଁ। ସେଦିନ ତମେ ଦକ୍ଷିଣ ହସ୍ତରେ ମୋ ହାତ ଧରି ମୋତେ ଟାଣି ନେଇଥିଲ ବିପଦ ମୁହଁରୁ, ମନେ ଅଛି? ଚାର୍ଲସ ପ୍ରାଚୀକୁ ମନେ ପକାଇ ଦେଲା। ପ୍ରାଚୀ ଗମ୍ଭୀର କଣ୍ଠରେ କହିଲା, ସେ ଈଶ୍ୱରଙ୍କର ହାତ ଥିଲା, ମୋ ହାତ ନୁହେଁ। ଈଶ୍ୱରଙ୍କର ହାତ ହିଁ ମଣିଷକୁ ରକ୍ଷା କରେ। ଚାର୍ଲସ କ୍ଷୁଣ୍ଣ ହେଇଛି। ସେ ଗମ୍ଭୀର କଣ୍ଠରେ କହିଲା, ମୋ ଭିତରେ ବି ଆତ୍ମା ଅଛି, ଈଶ୍ୱର ଅଛନ୍ତି। ମୋ ହାତ ମଧ୍ୟ ଈଶ୍ୱରଙ୍କର ହାତ। ତମ ଭିତରେ ଥିବା ଈଶ୍ୱରଙ୍କୁ ଭାରତୀୟ ସଂସ୍କୃତିର ନୀତି ନିୟମ ଜଣା ନାହିଁ। ତେଣୁ ଯେତେ ସବୁ ଗଣ୍ଡଗୋଳ। ପ୍ରାଚୀ ହସି ହସି ଉତ୍ତର ପାର୍ଶ୍ୱକୁ ଓହ୍ଲାଇଗଲା, ପଛେ ପଛେ ଚାର୍ଲସ। ଚାର୍ଲସ ଭାବିଲା ପ୍ରାଚୀ ଖୁବ୍ ଆଗୁଆ। ଚାର୍ଲସ ଆଗେଇବ ନା ପଛକୁ ପାଦ ଫେରାଇବ? ଶିଳ୍ପୀ, କୁହ ଶିଳ୍ପା, ଆଜି ଆପଣଙ୍କର ନିହାଣ ସ୍ଥିର କାହିଁକି? ଅନେକ କ୍ଷଣ ଧରି ମୁଁ ନୃତ୍ୟ ଭଙ୍ଗୀରେ ଅବସ୍ଥାନ କରିଛି। କମଳ ମହାରଣା ଦୃଷ୍ଟି ତଳେ ଚାହିଁଲା। ସମ୍ମୁଖରେ ବିଦ୍ୟୁତ୍ ତରଙ୍ଗଟିଏ ମେଘଭର୍ତ୍ତି ଆକାଶ ବୁକୁରେ ଯେମିତି ସ୍ଥିର ହୋଇଯାଇଛି। ରାତିର ଅନ୍ଧାରରେ ଶିଳ୍ପା ନୃତ୍ୟଭଙ୍ଗୀର ବିଶିଷ୍ଟ ମୁଦ୍ରାରେ ଶିଳ୍ପୀର ପ୍ରତିରୂପ ହୋଇଛି ସ୍ଥିର। ପ୍ରତି ରାତିରେ ଶିଳ୍ପା କମଳ ମହାରଣାର ପ୍ରତିରୂପ ହେଇ ଠିଆ ହୋଇଛି। କମଳ ମହାରଣା ଆଙ୍କିଛି ଅଗଣିତ ନୃତ୍ୟ ସଙ୍ଗୀତମୟୀ ଅପ୍ସରାଙ୍କୁ ପାଷାଣର ପ୍ରଚ୍ଛଦ ପଟରେ। ଶିଳ୍ପାକୁ ସମ୍ମୁଖରେ ରଖି କମଳ ମହାରଣା ଜୀବନଚିତ୍ର ଲେଖିଯାଇଛି ପଥରର ପୋଥିରେ। ନାରୀର ବିଭିନ୍ନ ରୂପ, ଢଙ୍ଗ, ବେଶଭୂଷା, ରନ୍ଧନ, ସ୍ୱାମୀ ସହ ଜୀବନର ବୋଝକୁ ବୋହି ପାଦ ଚାଲିବା, ଶିଶୁକୁ ସ୍ତନପାନ କରାଇବା, ବେଣୀବନ୍ଧନ, କେଶବିନ୍ୟାସ, ପ୍ରସାଧନା, ଦେବପୂଜା ଇତ୍ୟାଦି ଜୀବନର ଦୈନନ୍ଦିନ କାର୍ଯ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ଚିତ୍ରିତ ହେଇଛି ଶିଳ୍ପୀର କଳାଚାତୁରୀରେ। କିନ୍ତୁ ଆଜି କମଳ ମହାରଣାର ଦୃଷ୍ଟି ଉଦାସ, ମୁଖ ବିଷଣ୍ଣ, ନିହାଣ ସ୍ଥିର। କ'ଣ ହେଇଛି? ଆଜି କେଉଁ ଦେଶରେ କେଉଁ ଭଙ୍ଗୀରେ ଅବସ୍ଥାନ କରିବାକୁ ହେବ? ଆଜି ପାଇଁ କିଛି ନିର୍ଦ୍ଦେଶ ନାହିଁ। ଶିଳ୍ପା କ'ଣ ଫେରିଯିବ? କିନ୍ତୁ କୋଣାର୍କ ଯେ ସମ୍ପୂର୍ଣ୍ଣ ହୋଇନାହିଁ। ଆଦେଶ କରନ୍ତୁ ଶିଳ୍ପୀ। ଶିଳ୍ପା ଆଖିରେ ବିନତି। କମଳ ମହାରଣା ଉଦାସ ସ୍ୱରରେ କହିଲା, ଗତ ରାତିରେ ଶିଳ୍ପୀ ନୀଳ ମହାରଣାର କୃଷ୍ଣପ୍ରାପ୍ତି ହୋଇଛି। ତାର ସ୍ଥାନ ପୂର୍ଣ୍ଣ କରିଛି ଭକ୍ତ ମହାରଣା। ତା ହାତଗଢ଼ା ଅସମ୍ପୂର୍ଣ୍ଣ ମୂର୍ତ୍ତି ଭକ୍ତ ମହାରଣା ସମ୍ପୂର୍ଣ୍ଣ କରିଛି। ଶିଳ୍ପା ସ୍ଥିର କଣ୍ଠରେ କହିଲା, ଏ ତ ଜୀବନର ଧର୍ମ। କାହା ପାଇଁ କିଛି ଅପୂର୍ଣ୍ଣ ରହେନା। କୋଣାର୍କ ସମ୍ପୂର୍ଣ୍ଣ ହେବ। କମଳ ମହାରଣା ଦୀର୍ଘଶ୍ୱାସ ଛାଡ଼ିଲା। ସଂଯତ ସ୍ୱରରେ କହିଲା, କୋଣାର୍କ ସମ୍ପୂର୍ଣ୍ଣ ହେବ। ନୀଳ ମହାରଣାର କାର୍ଯ୍ୟ ଭକ୍ତ ମହାରଣା ସମ୍ପୂର୍ଣ୍ଣ କରିବ। କୃଷ୍ଣ ମହାରଣା ଗଲେ ଶିବ ମହାରଣା ଆସିବ। ମାତ୍ର ଅପୂର୍ଣ୍ଣ ରହିଯିବ ନୀଳ ମହାରଣାର ଅନେକ କାମନା, ବାସନା, ଆଶା, ଅଭିଳାଷ। ନୀଳ ମହାରଣାର ଅକାଳ ମୃତ୍ୟୁ ହୋଇନଥିଲେ ସେ ଫେରିଯାଇ ବିବାହ କରିଥାନ୍ତା। ତାର ବାଗ୍ଦତ୍ତା ପ୍ରତୀକ୍ଷାର ଦିନ ଗଣୁଥିବ। ମୁଁ ଦୁଃଖିତା। ରାଜ ବୈଦ୍ୟଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ନୀଳ ମହାରଣା ବାହୁଡ଼ି ଗଲେ। ତାଙ୍କ ଆତ୍ମାର ସଦ୍ଗତି ହେଉ। ଶିଳ୍ପା ଆଖି ବୁଜି ନୀରବ ପ୍ରାର୍ଥନା କଲା। କମଳ ମହାରଣା ମ୍ଳାନ ହସିଲା। କହିଲା, ଶିଳ୍ପା, ଅତୃପ୍ତ ଆତ୍ମାର ସଦ୍ଗତି ହୁଏନା। ନୀଳ ମହାରଣା ଅମୋକ୍ଷ ଆତ୍ମା କାମନା ପ୍ରବୃତ୍ତ ହେଇ ପୂର୍ବଜନ୍ମର କାମନା ପୂରଣ ପାଇଁ ଅଶରୀରୀ ରୂପରେ ମହାଶୂନ୍ୟରେ ଘୂରି ବୁଲିବ। କିଏ ଜାଣେ 12 ବର୍ଷ ଭିତରେ 1200 ଶିଳ୍ପୀଙ୍କ ଭିତରୁ କେତେଜଣ ବାହୁଡ଼ି ନ ଯିବେ ବୋଲି। ହୁଏତ କମଳ ମହାରଣା ବି ଅତୃପ୍ତ କାମନା ନେଇ ଯେକୌଣସି ଦିନ ବାହୁଡ଼ି ଯାଇପାରେ ଏବଂ ତମେ ତା ଆତ୍ମାର ସଦ୍ଗତି କାମନା କରି ଆଉ ଥରେ ନୀରବ ପ୍ରାର୍ଥନା କରିପାରିବ।
ଶିଳ୍ପା ସ୍ଥିରଚିତ୍ତରେ କହିଲା, ନୀଳ ମହାରଣା ଜଣେ ଶିଳ୍ପୀ। କୋଣାର୍କ ସମ୍ପୂର୍ଣ୍ଣ ହେଲେ ତାଙ୍କର ଆତ୍ମା ମୋକ୍ଷ ହୋଇଯିବ। ମ୍ଳାନ ହସି କମଳ ମହାରଣା କହିଲା, ଶିଳ୍ପା, ଶିଳ୍ପୀ ଜଣେ ରକ୍ତମାଂସଧାରୀ ମଣିଷ। ଆହାର, ତୃଷ୍ଣା, ନିଦ୍ରା ଭଳି ମୈଥୁନ ମଧ୍ୟ ତା ଜୀବନର ଏକ ସାଧାରଣ ଆବଶ୍ୟକତା। ନୀଳ ମହାରଣା 12 ବର୍ଷ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ କରିବାର ଶପଥ ନେଇଥିଲା। କିନ୍ତୁ ସେ ତ ସନ୍ନ୍ୟାସୀ ନଥିଲା। ତାର ଅବଦମିତ କାମନା ବାସନାର ବିନାଶ ହେବ କେମିତି? ପଥରରେ ପଦ୍ମ ଫୁଟାଉଥିବା ଶିଳ୍ପୀ ତ ପଥର ନୁହେଁ। ଅନ୍ଧାର ଭିତରେ ନିଷ୍କମ୍ପ ଦୀପଶିଖା ଭଳି ସ୍ଥିର ନେତ୍ରରେ ଚାହିଁଥାଏ ଶିଳ୍ପା। ଏକନିଷ୍ଠ ସାଧନାର ପ୍ରତିମୂର୍ତ୍ତି କଳିଙ୍ଗ ଶିଳ୍ପୀ କମଳ ମହାରଣାଙ୍କର ଆଜି ଏ କି ବିଚଳନ? ଏ ସମ୍ବନ୍ଧରେ ବା ସେ କି ସାହାଯ୍ୟ କରିପାରେ? କମଳ ମହାରଣା ଆଖିରେ ଆଜି ଭିନ୍ନ ଦୃଷ୍ଟି। ଅପଲକ ନେତ୍ରରେ ସେ ଚାହିଁ ରହିଛି ଗୁରୁ କନ୍ୟା ରୂପସୀ ଶିଳ୍ପାକୁ। ଶିଳ୍ପା ସ୍ଥିର ହୃଦୟରୁ ଗୋଟିଏ ଅସ୍ଥିର କମ୍ପନ ଉଠି ଆସୁଛି। ଅଥଚ କମଳ ମହାରଣାର ଦୃଷ୍ଟିକୁ ଅର୍ଥ କରିପାରୁନାହିଁ କିଶୋରୀ ଶିଳ୍ପା। ଶିଳ୍ପୀ କମଳତାକୁ କି ଭଙ୍ଗୀରେ ଆଜି ଦେଖିବାକୁ ଚାହେଁ? କମଳ ମହାରଣା ମନକୁ ମନ କହୁଥିଲା, ନୀଳ ମହାରଣାର ଅତୃପ୍ତ ଆତ୍ମାକୁ ଶାନ୍ତି ଦେବାକୁ ହେବ। ନଚେତ୍ ନୀଳ ମହାରଣା ଏବଂ ତାରିପରି ଅନେକ ଅମୋକ୍ଷ ଆତ୍ମାର ଅତୃପ୍ତ ଦୀର୍ଘଶ୍ୱାସ ଏବଂ ଅଶୁଭ ଦୃଷ୍ଟିରେ କୋଣାର୍କ ଧ୍ୱଂସ ପାଇଯିବ। କୋଣାର୍କର ଦେବପୂଜା ଏବଂ ନାନାଦି ଧର୍ମ କାର୍ଯ୍ୟରେ ସେମାନେ ବାଧା ସୃଷ୍ଟି କରିବେ। ନୀଳ ମହାରଣାର ବଂଶଧର ଭାବରେ ତାର ଅଶୁଭ ଦୃଷ୍ଟିରୁ କୋଣାର୍କକୁ ରକ୍ଷା କରିବା ଶିଳ୍ପୀକୁଳର ପ୍ରଥମ ପ୍ରରମ କର୍ତ୍ତବ୍ୟ। କମଳ ମହାରଣା ପ୍ରକାଶ୍ୟରେ କହିଲା, ଶିଳ୍ପା, ଏପର୍ଯ୍ୟନ୍ତ ତମେ ଶିଳାଶାସ୍ତ୍ର ସମସ୍ତ ନୃତ୍ୟଭଙ୍ଗୀ ପାଇ ପ୍ରତିରୂପ ହୋଇ ଆସିଛ। ଅତୃପ୍ତ ଆତ୍ମାର ଅଶୁଭ ଦୃଷ୍ଟିରୁ ମନ୍ଦିରକୁ ରକ୍ଷା କରିବା ପାଇଁ ଶିଳ୍ପଶାସ୍ତ୍ର ସମ୍ମତ ଆଉ କେତୋଟି ଭାସ୍କର୍ଯ୍ୟ କୋଣାର୍କ ଗାତ୍ରରେ ଖୋଦିତ କରିବାକୁ ହେବ। ଆଦେଶ କରନ୍ତୁ ଶିଳ୍ପୀ, ମୁଁ ପ୍ରସ୍ତୁତ, ଶିଳ୍ପା ନମ୍ର କଣ୍ଠରେ କହିଲା। କମଳ ମହାରଣା କୁଣ୍ଠିତ ସ୍ୱରରେ କହିଲା, ନା, ଏଥିପାଇଁ ତମକୁ ମୋର କୌଣସି ନିର୍ଦ୍ଦେଶ ନାହିଁ। ସବୁ ଚିତ୍ରର ବାସ୍ତବ ପ୍ରତିରୂପ ମିଳେ ନାହିଁ। କଳ୍ପନା ଚକ୍ଷୁରେ ଶିଳ୍ପୀ ସେସବୁ ଦେଖିପାରେ। କେବଳ ଏତିକି ଅନୁରୋଧ, ତମେ ଶିଳ୍ପୀର ପ୍ରେରଣା ହେବ। ମୋ ସମ୍ମୁଖରେ ଉପସ୍ଥିତ ରହିବ। ତମର ଚକ୍ଷୁ, ମୁଖ, ସୁଠାମ ଅବୟବ, ରୂପ ଲାବଣ୍ୟ ଫୁଟି ଉଠିବ ମୋର କଳ୍ପନାର ନାୟିକା ଭିତରେ। ଚିତ୍ରଟି କ'ଣ? ଶିଳ୍ପା ପ୍ରଶ୍ନଟିଏ ପଚାରିଲା। କମଳ ମହାରଣା ସ୍ୱପ୍ନଭରା କଣ୍ଠରେ କହିଲା, ନାରୀ ପୁରୁଷର ମଧୁର ମିଳନ ଚିତ୍ର ନିଖୁଣ ଭାବରେ କୋଣାର୍କ ଗାତ୍ରରେ ଲେଖାହେବ। ସେହି କାମ ମୂର୍ତ୍ତିମାନ ଦେଖି ଭୂତ, ପ୍ରେତ, ପିଶାଚ ଓ କୀଟକମାନେ ଆନନ୍ଦ ପାଇବେ। ତାଙ୍କର ଅତୃପ୍ତ ବାସନା ସେହି ସବୁ ମୈଥୁନ ଦୃଶ୍ୟମାନଙ୍କୁ ଦେଖି ତୃପ୍ତ ହେବ। ନୀଳ ମହାରଣାର ଅଶରୀରୀ ଆତ୍ମା ସନ୍ତୋଷ ଲଭିବ। ନିଜର ବାଗ୍ଦତ୍ତାକୁ ନେଇ ସେମିତି କେତେ ଅଳୀକ ସ୍ୱପ୍ନ ସେ ଦେଖିଥିବ ପ୍ରିୟାଠାରୁ ବିଚ୍ଛିନ୍ନ ହୋଇ କୋଣାର୍କ ଆସିବା ପରେ। କିନ୍ତୁ ଶିଳ୍ପୀ ଏଭଳି ଦୃଶ୍ୟ ମନ୍ଦିର ଗାତ୍ରରେ ଲେଖିଲେ କଳିଙ୍ଗ ଶିଳ୍ପୀର ଅପମାନ ହେବ। ପରବର୍ତ୍ତୀ ବଂଶଧରମାନେ ଭାବିବେ କଳିଙ୍ଗ ଶିଳ୍ପୀ କାମୁକତା ପାଷାଣ ଦେହରେ ପ୍ରତିଫଳିତ ହେଇଛି। ମନ୍ଦିର ନିର୍ମାତା ମହାରାଜାଙ୍କର ମଧ୍ୟ ଏଥିରେ ଘୋର ଅପମାନ ହେବ। ତାଙ୍କର ବିକୃତ କାମ ପ୍ରବୃତ୍ତିକୁ ଚରିତାର୍ଥ କରାଇବା ପାଇଁ ଶିଳ୍ପୀମାନଙ୍କ ଦ୍ୱାରା କାମମୂର୍ତ୍ତିମାନ ମନ୍ଦିର ଦେହରେ ଖୋଦିତ କରାଇଛନ୍ତି ବୋଲି ଆଗାମୀ ବଂଶଧର ଭାବିବା ଅସ୍ୱାଭାବିକ ହେବ ନାହିଁ। କୋଣାର୍କ କେବଳ କଳିଙ୍ଗର ହେଇ ରହିବ ନାହିଁ। କୋଣାର୍କ ହେବ ବିଶ୍ୱବିଦିତ, ବିଶ୍ୱବନ୍ଦିତ। ବିଶ୍ୱବାସୀଙ୍କ ପାଖରେ କଳିଙ୍ଗ ଶିଳ୍ପୀ ଏବଂ କଳିଙ୍ଗ ନରପତିଙ୍କର ମହାନତାର ଚିତ୍ର ଉପସ୍ଥାପିତ କରିବା ଆପଣଙ୍କର ପରମ କର୍ତ୍ତବ୍ୟ ହେବା ଆବଶ୍ୟକ। 12 ବର୍ଷର ଏକାଗ୍ର ସାଧନା କଳାରେ କଳଙ୍କ ନ ଲେଖୁ, ଏତିକି ମୋର ଅନୁରୋଧ। କମଳ ମହାରଣା ଉଚ୍ଛ୍ୱସିତ କଣ୍ଠରେ କହିଲା, ଯେଉଁ ଦେଶର କିଶୋରୀ କୋଣାର୍କକୁ ବିଶ୍ୱବନ୍ଦିତା କରିବା ପାଇଁ କଳିଙ୍ଗ ଶିଳ୍ପୀକୁ ଅମର ପାଇଁ ନିନ୍ଦା ଅପବାଦକୁ ପଛରେ ପକାଇ ନିର୍ଜନ ରାତିରେ କମଳ ମହାରଣାର ଶିଳ୍ପୀ ଆଖିରେ ପ୍ରତିରୂପ ହୋଇ ଧରାଦେଇଛି, ସେ ଦେଶର କଳା କେବେହେଲେ କଳଙ୍କିତ ହେବ ନାହିଁ। ମନ୍ଦିର ଗାତ୍ରରେ କାମମୂର୍ତ୍ତି ସ୍ଥାନ ପାଇବା ଶିଳ୍ପଶାସ୍ତ୍ର ସମ୍ମତ। ଶିଳ୍ପଶାସ୍ତ୍ର କହେ, ଦେବତାମାନେ ଦେବାର୍ଚ୍ଚନା, ଧ୍ୟାନ ଓ ଧର୍ମାଲୋଚନା ଦୃଶ୍ୟରେ ସୁଖୀ ହୁଅନ୍ତି। ଗାନ୍ଧର୍ବମାନେ ନୃତ୍ୟ କଳାରେ, ଅସୁରମାନେ ଭୟଙ୍କର ମୂର୍ତ୍ତିରେ, ଯକ୍ଷମାନେ ଯକ୍ଷ ମୂର୍ତ୍ତିରେ, କିନ୍ନରମାନେ ଅର୍ଦ୍ଧେକ ନର ଅର୍ଦ୍ଧେକ ପଶୁପକ୍ଷୀ ଚିତ୍ରରେ,
ମନୁଷ୍ୟମାନେ ରାଜାଙ୍କ ଚିତ୍ର ଓ ରାଜକର୍ମ ଦୃଶ୍ୟରେ, ପଶୁମାନେ ଅଶ୍ୱବନ୍ଧ ଓ ଗଜବନ୍ଧରେ, ପକ୍ଷୀମାନେ ପକ୍ଷୀବନ୍ଧ ଓ ନାଗବନ୍ଧରେ, ନାଗମାନେ ଦ୍ୱାରଦେଶର ଦୃଶ୍ୟ ଦେଖି ସୁଖୀ ହୁଅନ୍ତି। କିନ୍ତୁ ଭୂତ ପ୍ରେତ ପିଶାଚ ଓ କୀଟମାନେ ମନ୍ଦିର ଦେହରେ ମୈଥୁନ ଦୃଶ୍ୟ ଓ କାମମୂର୍ତ୍ତିମାନ ଦେଖି ସନ୍ତୋଷ ଲାଭ କରନ୍ତି। ସେମାନଙ୍କୁ ସନ୍ତୁଷ୍ଟ ନ କଲେ ଅମୋକ୍ଷ ଆତ୍ମାର ଅଶ୍ରୁଳ ଦୃଷ୍ଟି ମନ୍ଦିର ଏବଂ ମନ୍ଦିରର କାର୍ଯ୍ୟକ୍ରମରେ ନାନା ବିଭ୍ରାଟ ଘଟାଏ। ଶିଳ୍ପୀ ଶାସ୍ତ୍ରରେ ଲେଖା ଅଛି, ମନ୍ଦିର ଗାତ୍ରରେ ଏପରି ମୂର୍ତ୍ତିମାନ ସ୍ଥାପନ କରିବ ଯାହା ସମସ୍ତ ଜୀବ ଓ ଭୂତ ପ୍ରେତାଦିଙ୍କର ଆନନ୍ଦଦାୟକ ହେବ। ପ୍ରତ୍ୟେକ ଆତ୍ମା ସୌନ୍ଦର୍ଯ୍ୟଲିପ୍ସୁ ଏବଂ କୋଣାର୍କ ହେବ ସ୍ୱର୍ଗ। ମର୍ତ୍ତ୍ୟ ପାତାଳରେ ସୌନ୍ଦର୍ଯ୍ୟ ଏବଂ ଆନନ୍ଦର ଏକ ଶ୍ରେଷ୍ଠ ପୀଠସ୍ଥଳୀ। ତନ୍ତ୍ର ସାଧକମାନେ ଉଲଗ୍ନ ହୋଇ ତନ୍ତ୍ର ସାଧନା କରନ୍ତି। ଏହାଦ୍ୱାରା ସେମାନେ ବଜ୍ର ଏବଂ ଭୂତପ୍ରେତଙ୍କର ଅଶୁଭ ଦୃଷ୍ଟିରେ ପଡ଼ନ୍ତି ନାହିଁ। ଉଲଗ୍ନ ମୂର୍ତ୍ତି ଦେଖି ବଜ୍ର ଏବଂ ଭୂତପ୍ରେତାଦି ମନ୍ଦିରରେ ପ୍ରବେଶ କରନ୍ତି ନାହିଁ। ମନ୍ଦିରର ଯୌନ ମୂର୍ତ୍ତିମାନ ତନ୍ତ୍ର ସାଧନାର ପ୍ରତୀକ। କାମକଳା ବିଦ୍ୟା ବ୍ୟତୀତ ଅନ୍ୟ କିଛି ନୁହନ୍ତି। ମନ୍ଦିରରେ କାମକଳାଙ୍କର ପୂଜା ବିଧାନ ମଧ୍ୟ ହୋଇଥାଏ। ତନ୍ତ୍ରଶାସ୍ତ୍ରର କଥା ଉଲ୍ଲେଖ କରୁ କରୁ ଭାବବିହ୍ୱଳ କମଳ ମହାରଣା ଶିଳ୍ପାର କୋମଳ ମୁଖପଦ୍ମକୁ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଲା। କମଳ ମହାରଣା ସମ୍ମୁଖରେ ଫୁଟି ଉଠିଲା ଗୋଟିଏ ଅସ୍ପଷ୍ଟ ମୁଖପଦ୍ମ। ସେ ମୁଖ ପ୍ରାଣପ୍ରିୟା ଚନ୍ଦ୍ରଭାଗାର। ଆଜି ଏତେ ବର୍ଷ ପରେ ନୀଳ ମହାରଣାର ଅକାଳ ମୃତ୍ୟୁ ନିଜର ବାଳିକା ବଧୂକୁ ବାରମ୍ବାର ସ୍ମରଣ କରାଇ ଦେଉଛି। ମନ ଭିତରେ ରହି ପ୍ରଶ୍ନ ଉଠୁଛି, ଏ ଜନ୍ମରେ ଚନ୍ଦ୍ରଭାଗା ସହ ସତରେ କ'ଣ ମିଳନ ସମ୍ଭବ ହେବ? ନୀଳ ମହାରଣା ଭଳି କମଳ ମହାରଣାର ଜୀବନରେ ଯଦି କିଛି ଅଘଟଣ ଘଟିଯାଏ, ତେବେ କମଳ ମହାରଣା ଏବଂ ଚନ୍ଦ୍ରଭାଗାଙ୍କର ଅମୋକ୍ଷ ଆତ୍ମା କୋଣାର୍କର ଆକାଶେ ଆକାଶେ ଭାସି ବୁଲିବେ। ସେତେବେଳେ ଅଶରୀରୀର ମିଳନ କ'ଣ ସମ୍ଭବ? କମଳ ମହାରଣା ଅନ୍ୟମନସ୍କ ହୋଇଯାଏ। ପରକ୍ଷଣରେ ସେ ନିଜକୁ ଶାସନ କରେ। ଶିଳାରେ ଫୁଟାଇଯାଏ ଅନବଦ୍ୟ ସୂଚିକାମ। ନିପୁଣ ସ୍ୱର୍ଣ୍ଣ କଳାପଳି ମୂର୍ତ୍ତିର ଅବୟବରେ ଭରେ ସୂକ୍ଷ୍ମ କାରୁକାର୍ଯ୍ୟ ଭରା ଅଳଙ୍କାର। ପରିଧାନରେ ଆଙ୍କେ ଜରିକାମର ଝାଲର। ପୂର୍ଣ୍ଣତାରେ ଭରେ ଅନ୍ତର। ପ୍ରିୟା ତନୁକୁ ସେ ଯେମିତି ମଣ୍ଡି ଦେଉଛି କାରୁକାର୍ଯ୍ୟର ଅଳଙ୍କାରରେ। କଳ୍ପନା ବିଳାସର ଅନନ୍ତ ଉନ୍ମୀଳ ଆଲିଙ୍ଗନରେ ଶିଳ୍ପୀ ନିଜକୁ ଭସାଇ ଦିଏ, ହଜାଇ ଦିଏ। ଆଖି ସାମ୍ନାରେ ଗୁରୁକନ୍ୟା ଶିଳ୍ପା। କୋଣାର୍କ ଚକର ସୂକ୍ଷ୍ମ ସୂଚିକାମରେ ଶିଳ୍ପୀ ଫୁଟାଉଥାଏ ଜୀବନ ଚକ୍ର, କାଳଚକ୍ର ଏବଂ ସୃଷ୍ଟିଚକ୍ରର ବିଚିତ୍ର ଦୃଶ୍ୟରାଜି। ରଥ ଆକାରରେ ନିର୍ମିତ ମୁଖଶାଳାର ପୀଠ ଦେହରେ ଦକ୍ଷିଣ ଏବଂ ଉତ୍ତର ପାର୍ଶ୍ୱରେ 12 ଗୋଟି ଲେଖାଏଁ 24ଟି ଚକ ଖଞ୍ଜାଯିବ। ବଡ଼ ଦେଉଳର ଦକ୍ଷିଣ ଏବଂ ଉତ୍ତରରେ 6ଟି ଲେଖାଏଁ ଚକ। ମୁଖଶାଳାର ଦକ୍ଷିଣ ଓ ଉତ୍ତରରେ 4ଟି ଲେଖାଏଁ, ପୂର୍ବ ପାହାଚର ଦକ୍ଷିଣ ଓ ଉତ୍ତରରେ 2ଟି ଲେଖାଏଁ ଚକ କ୍ରମାନ୍ୱୟରେ ଖଞ୍ଜାଯିବ। ତାପରେ ପରେ ସମଗ୍ର ମନ୍ଦିରଟି କାରୁକାର୍ଯ୍ୟ ଖଚିତ ସୁଶୋଭିତ ରଥ ପରି ପ୍ରତୀୟମାନ ହେବ। 7 ଗୋଟି ଅଶ୍ୱ ରଥଟିକୁ ଉଡ଼ନ୍ତ କରି ତୋଳିବେ। ଚକର ପ୍ରତ୍ୟେକ ଅଂଶକୁ ସୂକ୍ଷ୍ମ ଶିଳ୍ପକଳାରେ ମଣ୍ଡିତ କରୁଥାଏ ଶିଳ୍ପୀ। ସୂର୍ଯ୍ୟରଥିର 12 ହଳ ଚକ ବର୍ଷକ 12 ମାସର ପ୍ରତୀକ। ଚକ ଦେହରେ ଖଞ୍ଜା ଯାଇଛି ଅଷ୍ଟପ୍ରହରର ପ୍ରତୀକ 8ଟି ଅର। 7 ଗୋଟି ଅଶ୍ୱ ସପ୍ତାହର ସଂକେତ ବହନ କରି ଜୀବନକାଳ ଏବଂ ସୃଷ୍ଟିଚକ୍ରକୁ ଅନନ୍ତ କାଳ ପାଇଁ ପ୍ରବହମାନ କରୁଥାନ୍ତି ଯେମିତି। ଦକ୍ଷିଣ ଦିଗର ଚକଗୁଡ଼ିକ ଶୁକ୍ଳ ପକ୍ଷର ସଂକେତ ବହନ କରି ଜ୍ୟୋତ୍ସ୍ନାୟିତ ହେଇ ଉଠୁଥାଏ ଆଧ୍ୟାତ୍ମିକ ଜୀବନ ଦୃଶ୍ୟରେ। ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାର, ଗଜଲକ୍ଷ୍ମୀ, ଅନ୍ୟାନ୍ୟ ଦେବାଦେବୀ, ଗଜାରୋହୀ, ଅଶ୍ୱାରୋହୀ, ଦେବ ଉପାସନା ଇତ୍ୟାଦି ଦୃଶ୍ୟରେ ଦକ୍ଷିଣ ଦିଗର ଚକ୍ର ଚିତ୍ରିତ ହୋଇଥାଏ। ଉତ୍ତର ଦିଗର ଚକଗୁଡ଼ିକରେ କୃଷ୍ଣପକ୍ଷ ରାତ୍ରିର ସ୍ପର୍ଶ, ଅନ୍ଧକାରଚ୍ଛନ୍ନ ଜୀବନ ଦୃଶ୍ୟ ଚକର ବିଭିନ୍ନ ଅଂଶରେ ଫୁଟାଉଥାଏ ଶିଳ୍ପୀ। ଦିବା ରାତ୍ରି, ଆଲୋକ ଏବଂ ଅନ୍ଧାରର ଖେଳ ହେଇଛି ଏ ଜୀବନର ବୈଚିତ୍ର୍ୟ, ଏ ପୃଥିବୀର ରହସ୍ୟ। ଉତ୍ତର ପାର୍ଶ୍ୱ ଚକରେ ଅଳସ କନ୍ୟା, ନର୍ତ୍ତକୀ, କେଶବିନ୍ୟାସ, ପ୍ରସାଧନ ଏବଂ ସକାଳୁ ସଞ୍ଜ ଯାଏ ନାରୀର ବିଭିନ୍ନ ପ୍ରକାଶ ଫୁଟି ଉଠୁଥାଏ। ସର୍ବଶେଷରେ ସୃଷ୍ଟି ରହସ୍ୟ ଚିତ୍ର ଫୁଟାଉଥାଏ ଶିଳ୍ପୀ ପଥର କବିତାରେ, ଶୈଳ୍ପିକ ଛନ୍ଦରେ।
ସୂର୍ଯ୍ୟାଲୋକର ଉତ୍ସ ଶକ୍ତି ଏବଂ ପୌରୁଷର ଆଧାର। ସୂର୍ଯ୍ୟ ରଶ୍ମି ସତ୍ୟକୁ ପ୍ରକଟିତ କରେ। କୋଣାର୍କର ଶିଳ୍ପୀ ସୂର୍ଯ୍ୟ ମନ୍ଦିରରେ ଜୀବନର ପରମ ସତ୍ୟକୁ ପ୍ରକଟିତ କରିଯାଉଥାଏ। ସ୍ପନ୍ଦିତ ହେଉଥାଏ ପାଷାଣର ହୃଦୟ କନ୍ଦର, ଶିଳାର ରେଣୁରେ ରେଣୁରେ ବସନ୍ତର ରୋମାଞ୍ଚ ଜାଗୁଥାଏ। ଅଥଚ ନିସ୍ପନ୍ଦ ଶିଳ୍ପୀ ମାନସୀ ଶିଳ୍ପା ଏବଂ ଅବିଚଳ ମହାନ ଶିଳ୍ପୀ କମଳ ମହାରଣା। ସ୍ଥିର ଚିତ୍ରଟିଏ ଭଳି ଠିଆ ହୋଇଛି ଶିଳ୍ପା ଶିଳ୍ପୀର ସମ୍ମୁଖରେ। ଗୋଟାଏ ସ୍ୱର୍ଗୀୟ ଆଭାରେ ଉଜ୍ଜଳି ଉଠୁଛି ଶିଳ୍ପୀ କମଳ ମହାରଣାର ମୁଖକାନ୍ତି। ଯେଉଁ ତରୁଣ ଶିଳ୍ପୀ ଏପରି ନିଖୁଣ ଭାବରେ ଜୀବନର ଚରମ ଏବଂ ପରମ ସତ୍ୟକୁ ପ୍ରକଟିତ କରି ମଧ୍ୟ ଅବିକଳ ନିର୍ବିକାର ଏବଂ ଏକନିଷ୍ଠ ସାଧନାରେ ମଗ୍ନ, ସେ ଜିତେନ୍ଦ୍ରିୟ ମହାନ। ନୀଳ ଦୀପଶିଖାର ଧାରି ଜ୍ୟୋତି ବିଚ୍ଛୁରିତ ହେଲା ସୃଷ୍ଟିଚକ୍ରର କାରୁଶିଳ୍ପକୁ ଉଦ୍ଭାସିତ କରି। ମୃଦୁ ମଧୁର କଣ୍ଠରେ କିଏ କହିଲା, ଧନ୍ୟ ଶିଳ୍ପୀ, ଧନ୍ୟ ତୁମର ଏକନିଷ୍ଠ ସାଧନା। ଜିତେନ୍ଦ୍ରିୟ ପୀଠରେ ତମେ ଚରମ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଛ। ବିରହ ବେଦନାରେ ଦଗ୍ଧ ହୋଇ ବିକାରଗ୍ରସ୍ତ ମନର ଅବଦମିତ ବାସନାକୁ ତମେ ଯଦି ପାଷାଣରେ ପ୍ରକଟିତ କରିଥାନ୍ତ, ତେବେ ପ୍ରତ୍ୟେକଟି ମୂର୍ତ୍ତିରେ ତମର ଶିଳ୍ପୀ ପରାକାଷ୍ଠାର ନୈପୁଣ୍ୟ ଏପରି ନିଖୁଣ ଭାବେ ପ୍ରକାଶିତ ହୋଇଥାନ୍ତା, ତମେ ହୋଇଥାନ୍ତ ବାଚାଳ ନଚେତ୍ ଅଥର୍ବ। କୋଣାର୍କ ଅପୂର୍ଣ୍ଣ ହୋଇ ରହିଯାଇଥାନ୍ତା। କାମୁକ ଶିଳ୍ପୀ ହାତରେ ଗୋଟାଏ ମହାନ ଜାତିର ସଂସ୍କୃତିର ପ୍ରତୀକ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ହେବା ସମ୍ଭବ ହୁଅନ୍ତା କିପରି? ଶିଳ୍ପୀର ସ୍ୱପ୍ନଭଙ୍ଗ ହେଲା। ପତିହରା ଚନ୍ଦ୍ରିକା ଦେବୀ ରାତି ଉଜାଗର ରହି ଶିଳ୍ପୀକୁ ଦେଖାଉଛନ୍ତି ଆଲୋକର ପଥ। ବୀର ସେନାପତି ସ୍ୱାମୀ ପରମାର୍ଥୀ ଦେବଙ୍କର ସ୍ମୃତିର ଶିଳାଖଣ୍ଡରେ ଯେଉଁ ବିରହୀ ଶିଳ୍ପୀକୁଳ ବିଜୟର ଗୀତି କବିତା ଲେଖୁଛନ୍ତି, ତାଙ୍କୁ ସେ ଦେଉଛନ୍ତି ପ୍ରେରଣା। ତୁଳି ତଳ୍ପ ଶଯ୍ୟା ରାଜକୀୟ ବିଳାସ ତେଜି ସେ ସାଜିଛନ୍ତି ସନ୍ନ୍ୟାସିନୀ। କୋଣାର୍କର ସମ୍ପୂର୍ଣ୍ଣତା ତାଙ୍କ ଜୀବନର ବି ଲକ୍ଷ୍ୟ। ସେ ନାରୀ ବନ୍ଦନିଆ। କମଳ ମହାରଣା ଭକ୍ତିପୂତ ପ୍ରଣାମ ବାଢ଼ିଲା ଚନ୍ଦ୍ରାଦେବୀଙ୍କର ପାଦତଳେ। ଶିଳ୍ପା କେତେବେଳେ ଝଲକାଏ ସ୍ୱପ୍ନ ଭଳି ଅନ୍ତର୍ନିହିତ ହୋଇଯାଇଥାଏ ଆଖି ସାମ୍ନାରୁ। ଆଶ୍ଚର୍ଯ୍ୟ! ଶିଳ୍ପା କ'ଣ ସତ୍ୟ ନୁହେଁ, କଳ୍ପନା ମାତ୍ର? ଆଜି ପର୍ଯ୍ୟନ୍ତ ଯାହାକୁ କମଳ ଶିଳ୍ପା ମନେ କରିଛି, ସେ କ'ଣ କେବଳ ଶିଳ୍ପକଳା? ସ୍ଥିର ପାଦରେ ଅସ୍ଥିର ହୃଦୟ ନେଇ ମୁଖଶାଳାର ଉପର ବରଣ୍ଡାରେ ଖୋଦିତ ନରନାରୀଙ୍କର ଯୁଗଳ ମୂର୍ତ୍ତିମାନଙ୍କୁ ନିରୀକ୍ଷଣ କରୁଥାଏ ଚାର୍ଲ୍ସ। ସେ ଭାବୁଥାଏ ମୂର୍ତ୍ତିଗୁଡ଼ିକ କଳା ପଥରରେ ନ ହୋଇ କଳା ମୁଗନି ପଥରରେ ହୋଇଥିଲେ ସେଗୁଡ଼ିକ ଅକଳ୍ପନୀୟ ସୌନ୍ଦର୍ଯ୍ୟରେ ଅତୁଳନୀୟ ଦିଶିଥାନ୍ତେ। ମୂର୍ତ୍ତିଗୁଡ଼ିକର ସୁନ୍ଦର ଗଠନଶୈଳୀ ଶିଳ୍ପୀକୁ ଶହ ଶହ ବର୍ଷ ଧରି ଗୌରବାନ୍ୱିତ କରି ରଖିଛି। ଏଭଳି ଯୁଗ୍ମ ମୂର୍ତ୍ତିକୁ ସ୍ଥିର ଅବିଚଳିତ ହୋଇ କେମିତି ଗଢ଼ିଲା କଳିଙ୍ଗ ଶିଳ୍ପୀ? ତାର ହୃଦୟ କ'ଣ ପଥରରେ ଗଢ଼ା? ତାର ଶରୀର କ'ଣ ଆଜନ୍ମ ସ୍ପନ୍ଦନ ହୋଇନଥିଲା? କଳକଳ ତାନରେ ଚାର୍ଲ୍ସ ପାଖ ଦେଇ ଝରଣାଟିଏ ଝରିଗଲା। ଫୁଲ ଚାଙ୍ଗୁଡ଼ି ଧରି ଚିତ୍ରୋତ୍ପଳା ଏକ ଅଭିନବ ଠାଣିରେ କସ୍ତାକାନିକୁ ଦାନ୍ତରେ କାମୁଡ଼ି ଛଳ ଛଳ ହୋଇ ହସୁଛି। କହୁଛି, ସାହେବ, ଅପା ଯାଏ କେଉଁଠି ହେଲେଣି, ତମେ ଦେଖୁଛ କ'ଣ? ଧର୍ମାନନ୍ଦ ଆସ୍ତେ ଆସ୍ତେ ବଢ଼ାଇ ଦେଉଛି ଫଟୋ ପ୍ୟାକେଟଟି। ଚୁପ୍ ଚୁପ୍ କହୁଛି, ସେ ଦୃଶ୍ୟଗୁଡ଼ିକର ଚମତ୍କାର ଫଟୋସା। ଅନେକ ବିକ୍ରି ହେଉଛି। ପାଖରେ ରଖିବା ଭଳି ଜିନିଷ, ସୁନ୍ଦର ତୃପ୍ତିରେ ଅବସାଦ ନାହିଁ। ଚାର୍ଲ୍ସ ସାମାନ୍ୟ ଅପ୍ରତିଭ ହେଲା। ପ୍ରାଚୀ ଦୂରରେ ଠିଆ ହୋଇ ମୃଦୁ ମୃଦୁ ହସୁଛି। ଶିଶୁ ଓଠର ହସ ପରି ସେ ହସ ଅନାବିଳ, ପବିତ୍ର। ଚାର୍ଲ୍ସ ସଂଯତ କଲା ନିଜକୁ। ଅଳ୍ପ ହସି ଧର୍ମାନନ୍ଦକୁ କହିଲା, ଧନ୍ୟବାଦ। ସେ ଫଟୋ ଥାଉ, ଲିଲିଆନ୍ ଅନେକ ନେଇଛି। ବରଂ ତମ ଅପାଙ୍କୁ ଦିଅ। ଧର୍ମାନନ୍ଦ ଜିଭ କାମୁଡ଼ି ପକାଇଲା। କହିଲା, ବାପ୍ ରେ, ଅପା ମୋ କାନ ରଗଡ଼ି ଦେବ। ମୋ ଫଟୋ ମୋର ଥାଉ। ଦେଶକୁ ଗଲାବେଳେ ଯେତେ ପାରନ୍ତି ସେତେ ନେବେ। ସେଠି ଏସବୁ ଫଟୋର ଖୁବ୍ ଡିମାଣ୍ଡ। ଧର୍ମାନନ୍ଦ ଦୂରକୁ ଚାଲିଗଲାଣି ପ୍ରାଚୀ ଭୟରେ। ଚାର୍ଲ୍ସ ଗୋଟିଏ ଗୋଟିଏ ଚାଲି ଚାଲି ପ୍ରାଚୀ ସମ୍ମୁଖରେ ଠିଆ ହେଲା। କଳକନି ପଥରର ନିର୍ମିତ ଦେବ, ଦାନବ ଏବଂ ମାନବ ମୂର୍ତ୍ତିଗୁଡ଼ିକ ସାମ୍ନାରେ ଠିଆ ହେଉଛି ପ୍ରାଚୀ। ଜୀବନ ମୂର୍ତ୍ତିଗୁଡ଼ିକର ଚିକ୍କଣ ଗଠିତ ଅବୟବଗୁଡ଼ିକୁ ସେ ମନମୁଗ୍ଧ ହୋଇ ଦେଖୁଥାଏ। ସେ ସ୍ୱପ୍ନ ରାଜ୍ୟରେ ପହଞ୍ଚି ଯାଇଥାଏ। ବୋଧହୁଏ କମଳ ମହାରଣା, ହରିତ ମହାରଣା, ଧ୍ରୁବ ମହାରଣା, କୃଷ୍ଣ ମହାରଣା, ଶିବ ମହାରଣା ଏଇମାତ୍ର କାର୍ଯ୍ୟ ଶେଷ କରି ମଧ୍ୟାହ୍ନ ଭୋଜନର ବିରତିରେ ଅନ୍ୟତ୍ର ଯାଇଛନ୍ତି। ମୂର୍ତ୍ତିଗୁଡ଼ିକ ଅନନ୍ତ କାଳରୁ
ଅତିକ୍ରମ କରି ସଦ୍ୟ ନିର୍ମିତ ସ୍ଥାପତ୍ୟ ପରି ନିଖୁଣ ଜୀବନ୍ତ ଦିଶୁଛନ୍ତି। ଶିଳ୍ପୀ କ'ଣ ପୁଣି ଫେରିବେ? ଅବିରାମ କରିଯିବେ ସେମାନେ କାମ। ପ୍ରାଚୀ ସ୍ୱର୍ଗତୋକ୍ତି କଲା। ହେ ଅମର ଶିଳ୍ପୀ, ତୁମର ଅବିନଶ୍ୱର ଆତ୍ମା ନିକଟରେ ମୁଁ ମୋର ସମସ୍ତ ଭୌତିକ କାମନା, ବାସନା, ଭୁଲ ଭ୍ରାନ୍ତିକୁ ଉତ୍ସର୍ଗ କରି ନିଜକୁ ସମର୍ପଣ କରୁଛି। କୋଣାର୍କ ଯେମିତି ଗୋଟାଏ ଜାତିର ଆତ୍ମା, ଗୋଟିଏ ମହାନ ସଂସ୍କୃତିର ମୁଖଶାଳା। ଚନ୍ଦ୍ରଭାଗା, ଶିଳ୍ପା, ପ୍ରାଚୀପ୍ରଭା, ଚିତ୍ରୋତ୍ପଳା ସମସ୍ତ ଭୂତ, ଭବିଷ୍ୟତ ଏବଂ ଅନନ୍ତ ମହାକାଳ ଯେମିତି ଗୋଟିଏ ଗୋଟିଏ ଫୁଲର ପାଖୁଡ଼ା ହେଇ କଳିଙ୍ଗ ଶିଳ୍ପୀର ପାଦତଳେ ଝଡ଼ି ପଡ଼ୁଛନ୍ତି ପ୍ରାଚୀ ପ୍ରଭାର ଶ୍ରଦ୍ଧାଞ୍ଜଳି ଭିତରେ। ଚାର୍ଲ୍ସ ଉପରେ ଆଖି ପଡ଼ିବା ମାତ୍ରେ ପ୍ରାଚୀ ସ୍ୱପ୍ନରାଜ୍ୟରୁ ଫେରିଆସିଲା। ହସିଦେଇ ପ୍ରଶ୍ନ କଲା, ଏତେ ସମୟ ଅଟକି ଗଲ ଯେ? ଚାର୍ଲ୍ସର ସୁନ୍ଦର ଗୋରା ମୁହଁଟା ପଦ୍ମପାଖୁଡ଼ା ପରି ଈଷତ୍ ଲାଲ ଦିଶୁଥାଏ। ପ୍ରାଚୀ ପ୍ରଭାକୁ ତୀର୍ଯ୍ୟକ୍ ଭାବରେ ଚାହିଁ ସେ ଗଳା ଚାପି ଚାପି ଉତ୍ତର ଦେଲା, ସେଇ ନଗ୍ନ ଚିତ୍ରଗୁଡ଼ିକ ଏକବାର ଇରୋଟିକ୍। ଚାର୍ଲ୍ସ ଆଉ କିଛି କହିପାରିଲା ନାହିଁ। ସେ ମୁହଁ ଫେରାଇ ଝାଉଁବଣର ନୀଳିମାରେ ଦୃଷ୍ଟି ହଜାଇ ଦେଲା। ପ୍ରାଚୀ ମୃଦୁ ହସି କହିଲା, ସବୁଗୁଡ଼ିକ ଦୃଶ୍ୟ ମନ୍ଦିର ଶିଳ୍ପଶାସ୍ତ୍ର ସମ୍ମତ। ତନ୍ତ୍ରଶାସ୍ତ୍ରର କଥା ବି ସେଇ ତାଳପତ୍ର ପୋଥିରେ ଉଲ୍ଲେଖ ଅଛି। ଚାର୍ଲ୍ସ ଅଭିଯୋଗ ଭରା ସ୍ୱରରେ କହିଲା, କିନ୍ତୁ ସେସବୁ ଯୁକ୍ତି ବିଜ୍ଞାନ ସମ୍ମତ ନୁହେଁ। ପ୍ରାଚୀ ସ୍ନିଗ୍ଧ ସ୍ୱରରେ କହିଲା, 700 ବର୍ଷ ତଳର ମନ୍ଦିର ଶିଳ୍ପଶାସ୍ତ୍ର ଅନୁମୋଦିତ ନୀତିନିୟମ ଶାସ୍ତ୍ରୋକ୍ତ କଳିଙ୍ଗ ଶିଳ୍ପୀ ପାଇଁ ବିଜ୍ଞାନ ସମ୍ମତ ହିଁ ଥିଲା। କିନ୍ତୁ ଏ ଦୃଶ୍ୟ ଦ୍ୱାରା ଦେବମନ୍ଦିର ଅପବିତ୍ର ହେଇଥିବ। ବିଦେଶରୁ ଆସୁଥିବା ଅନେକ ପର୍ଯ୍ୟଟକ କୋଣାର୍କ ଏବଂ ବିଭିନ୍ନ ଭାରତୀୟ ଭାସ୍କର୍ଯ୍ୟରେ ନରନାରୀର ଦୈହିକ ମିଳନ ଦୃଶ୍ୟକୁ ଘୃଣା ଦୃଷ୍ଟିରେ ଦେଖନ୍ତି। ଚାର୍ଲ୍ସ କଣ୍ଠରେ ମଧ୍ୟ ଘୃଣାର ସ୍ପର୍ଶ ଲାଗି ଆସୁଥିଲା। ପ୍ରାଚୀ ଚାର୍ଲ୍ସକୁ ପଛ କରି ଆଗେଇ ଯାଉଥିଲା। ଗାଇଡ୍ ବୁଝାଉଥିଲା, ମୂର୍ତ୍ତିଗୁଡ଼ିକୁ ଭଲ ଭାବରେ ଲକ୍ଷ୍ୟ କରନ୍ତୁ ସାବ୍। ଅନ୍ୟମାନଙ୍କ ଭଳି କେବଳ ମୂର୍ତ୍ତିଗୁଡ଼ିକର କାମକ୍ରିୟା ଉପରେ ମନ୍ତବ୍ୟ କରନ୍ତୁ ନାହିଁ। ମୂର୍ତ୍ତିଗୁଡ଼ିକର ମୁଖ ଏବଂ ନୟନ ପ୍ରାନ୍ତରେ ଦିବ୍ୟ ଦେହଭାବ ଫୁଟି ଉଠିଛି। ଅନ୍ୟମାନଙ୍କ ଭଳି କେବଳ ମୂର୍ତ୍ତିଗୁଡ଼ିକର କାମକ୍ରିୟା ଉପରେ ମନ୍ତବ୍ୟ କରନ୍ତୁ ନାହିଁ। ମୂର୍ତ୍ତିଗୁଡ଼ିକର ମୁଖ ଏବଂ ନୟନ ପ୍ରାନ୍ତରେ ଦିବ୍ୟ ଦେହଭାବ ଫୁଟି ଉଠିଛି। ଉତ୍କଳୀୟ ଶିଳ୍ପୀ ଏବଂ ଉତ୍କଳୀୟ ଜନଚରିତ୍ର ଯଦି ନିମ୍ନମାନର ହୋଇଥାନ୍ତେ କିମ୍ବା କାମାଳନ ଦଗ୍ଧ ହୋଇଥାନ୍ତେ, ମୂର୍ତ୍ତିଗୁଡ଼ିକ ଯଦି ସେମାନେ ତିଆରି କରିଥାନ୍ତେ, ଏଭଳି ଦିବ୍ୟଭାବ ଓ ନୈସର୍ଗିକ ଅଭିବ୍ୟକ୍ତି କିପରି ସମ୍ଭବ ହୋଇଥାନ୍ତା? ଆଶ୍ଚର୍ଯ୍ୟ, ଭାରି ଆଶ୍ଚର୍ଯ୍ୟ ଏ ଦେଶ। ଆଶ୍ଚର୍ଯ୍ୟ କଳିଙ୍ଗ ଶିଳ୍ପୀ ଆଉ କୋଣାର୍କ। ଚାର୍ଲ୍ସ ମନେ ମନେ ଉଚ୍ଚାରଣ କଲା। ଗାଇଡ୍ ଆଗେଇ ଯାଉ ଯାଉ କହିଲା, ମଣିଷ ଜୀବନରେ ଯେଉଁ ନବରସର ସଞ୍ଚାର ଘଟିଥାଏ, ସେଥିମଧ୍ୟରେ ପ୍ରଣୟ ରସ ହେଉଛି ଆଦିରସ। କୋଣାର୍କର ବାହ୍ୟ ରୂପକୁ କଳିଙ୍ଗ ଶିଳ୍ପୀ ପ୍ରତ୍ୟେକ ରସରେ ଯେତେବେଳେ ମଣ୍ଡିତ କରିଛି, ଆଦିରସକୁ ବାଦ୍ ଦେବ କିପରି? ତେବେ ତ କୋଣାର୍କ ନବରସର ଆଧାର ହୋଇନଥାନ୍ତା, ଜୀବନ ଚକ୍ର ହୋଇଥାନ୍ତା ଅପୂର୍ଣ୍ଣ। କିନ୍ତୁ ଜୀବନର ପ୍ରତ୍ୟେକଟି ରସ ମଧ୍ୟରେ ଦିବ୍ୟ ଦେବଭାବର ଅଭିବ୍ୟକ୍ତି ଫୁଟାଇ କଳିଙ୍ଗ ଶିଳ୍ପୀ ସ୍ୱାତନ୍ତ୍ର୍ୟ ଏବଂ ମହାନତାର ପରିଚୟ ଦେଇଛି। ତମ କଥା ସତ୍ୟ ହୋଇପାରେ, କୋଣାର୍କରେ କୌଣସି ରସର ଅଭାବ ନାହିଁ, ଏକଥା ସତ୍ୟ। ଚାର୍ଲ୍ସ ପ୍ରାଚୀପ୍ରଭାର ପାଖରେ ପହଞ୍ଚି ଯାଇଥିଲା। ପ୍ରାଚୀ ସେମିତି ସାମ୍ନାକୁ ଚାହିଁ ଚାଲି ଚାଲି ଯାଉଥାଏ। କହିଲା, ବୃହତ୍ ସଂହିତାରେ କୁହାଯାଇଛି, ପକ୍ଷୀ, ଶ୍ରୀବୃକ୍ଷ, ସ୍ୱସ୍ତିକ, ପୂର୍ଣ୍ଣକୁମ୍ଭ, ପତ୍ରାବଳୀ ଓ ମିଥୁନ ଚିତ୍ର ହେଉଛି ମଙ୍ଗଳସୂଚକ ଚିତ୍ର। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତ୍ୟେକ ମଙ୍ଗଳସୂଚକ ଚିତ୍ର ସ୍ଥାନ ପାଇଛି। ଶିଳ୍ପୀର ଅନ୍ତର୍ଦୃଷ୍ଟି ବିଶ୍ୱଜୀବନର କୌଣସି ବିଷୟକୁ ବାଦ୍ ଦେଇ ନାହିଁ, ଯେତେବେଳେ ପ୍ରଣୟ ମୂର୍ତ୍ତିକୁ ବାଦ୍ ଦେଇଥାନ୍ତା କାହିଁକି? ଗାଇଡ୍ ହସି ହସି କହିଲା, ଆଉ ଗୋଟାଏ କଥା ଲକ୍ଷ୍ୟ କରନ୍ତୁ ସାହେବ, ମୈଥୁନ ଚିତ୍ରଗୁଡ଼ିକୁ ଦେଖି ଆପଣ ପଛରେ ପଡ଼ିଗଲେ, କିନ୍ତୁ ଅପା ଆଗେଇ ଗଲେ। ଏଥିରୁ କିଛି ବୁଝିଛନ୍ତି? ଚାର୍ଲ୍ସ ନିର୍ବୋଧ ଦୃଷ୍ଟିରେ ଗାଇଡ୍କୁ ଚାହିଁ ରହିଲା। ମୃଦୁ ମୃଦୁ ହସୁଥାଏ ପ୍ରାଚୀ। ସେ ଆସ୍ତେ କହିଲା, ଏମିତି ତମ ମୋ ଭିତରେ ଫରକ। ତମେ ପାଶ୍ଚାତ୍ୟ ଦେଶର ପର୍ଯ୍ୟଟକ, ଆଉ ମୁଁ ପ୍ରାଚୀପ୍ରଭା। ଗାଇଡ୍ ସାହେବକୁ ବୁଝାଇଲା, ମନ୍ଦିରର ବାହ୍ୟ ରୂପରେ ଯୌନ ଚିତ୍ରଗୁଡ଼ିକ ଦେବ ଉପାସକମାନଙ୍କୁ ପରୀକ୍ଷା କରିଥାଏ। ସେମାନଙ୍କର ଭକ୍ତିଭାବ, ନିଷ୍ଠା ମନୋଭାବ, ଇନ୍ଦ୍ରିୟ ସଂଯମର ଶକ୍ତି ଏ ଯୌନ ଦୃଷ୍ଟି ଭିତରେ ଧରାପଡ଼ିଯାଏ। ଯାହା ମନରେ ବିକାର ପ୍ରବେଶ କରେ ଏବଂ ଯାହାର ସଂଯମ ଶକ୍ତି ଲୋପ ପାଏ, ସେ ଈଶ୍ୱରଙ୍କ ପାଖରେ ପହଞ୍ଚିପାରେ ନାହିଁ। ଯଦି ବା ପହଞ୍ଚେ, ତାର ଦେହଟି ମାତ୍ର ମନ ଘୂରି ବୁଲୁଥାଏ କାମନା ରାଜ୍ୟରେ।
ଯିଏ ଏସବୁ ଦୃଶ୍ୟତାରୁ ପ୍ରଭାବିତ ହୁଏ ନାହିଁ ସେ ଆଗେଇ ଯାଏ ଭକ୍ତି ଓ ମୁକ୍ତି ପଥରେ, ଠିକ୍ ଆମରି ଅପାଙ୍କ ଭଳି। ଏଇ ଦେଖନ୍ତୁ, ଅପାଙ୍କ ମୁହଁରେ ଶିଳ୍ପୀ ହାତ ଅଙ୍କା ଦିବ୍ୟ ଦେବଭୋଗ ଲାଗି ରହିଛି। ଅବଶ୍ୟ ତମର ଅପା ଜଣେ ସନ୍ନ୍ୟାସିନୀ, ମହାଯୋଗିନୀ କିମ୍ବା ପଥରର ମୂର୍ତ୍ତିଟିଏ। ମୁଁ କିନ୍ତୁ ମଣିଷ, ଜଣେ ଅତି ସାଧାରଣ ମଣିଷ। କ୍ରାମ, କ୍ରୋଧ, ଲୋଭ, ମୋହରେ ମୁଁ କେବଳ ଅନ୍ଧ ହୁଏ। ମୁଁ ଜଣେ ସ୍ୱାଭାବିକ ମଣିଷ। କିନ୍ତୁ ତମର ଅପା। ଚାର୍ଲ୍ସ କଥା ଢୋକିନେଲା। ପ୍ରାଚୀ କୃତ୍ରିମ କ୍ରୋଧ ପ୍ରକାଶ କରି କହିଲା, ଚାର୍ଲ୍ସ, ନିଜ ବିଷୟରେ ଯାହା କିଛି କହିବାର ଅଧିକାର ତମର ଅଛି, କିନ୍ତୁ ଅନ୍ୟ କାହାରି ବିଷୟରେ ନୁହେଁ। ମୁଁ ଦୁଃଖିତ ପ୍ରାଚୀପ୍ରଭା, ବେଳେବେଳେ ମଣିଷ ନିଜର ଅଧିକାର ସୀମା ବି ଭୁଲିଯାଏ। କ୍ଷମା କର। ସାମ୍ନାରେ ପ୍ରାଚୀ ହସୁଛି। ସଂଯତ ମଧୁର ହସର ନିର୍ଯାସରେ ସେ ଅପୂର୍ବ ମନେ ହେଉଛି। ପଛରେ ହସୁଛି ଚିତ୍ରୋତ୍ପଳା ଉଜ୍ଜ୍ୱଳ ହୋଇ। ସାହେବଙ୍କୁ କ୍ଷମା ମାଗିବାର ଦେଖି ଚାର୍ଲ୍ସ ହସିଦେଲା ଏବଂ ଭାବିଲା, ହସି ହସି ବଞ୍ଚିବା ବି ଗୋଟାଏ ଚମତ୍କାର କଳା। ସେ କଳାରେ ଚିତ୍ରୋତ୍ପଳା ପୃଥିବୀରେ ସମସ୍ତଙ୍କୁ ଟପିଯିବ। କାରଣ ଦୁଃଖ ଆଉ ଅଭାବ ଭିତରେ ଯିଏ ଏମିତି ଖୋଲି ହସିପାରେ ସେ ହୋଇପାରେ କେବଳ ଜଣେ ଭାରତୀୟ ଝିଅ, ଯାହାର ନାମ ଚିତ୍ରୋତ୍ପଳା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।